हरिओम हरिओम। ओम श्री परमात्मा नमः। आज्ञा प्रणाम गुरुजी। आज्ञा आज्ञा प्रणाम प्रणाम। कौन सर? ଆଉ ଗୁରୁଜୀ ଭଲ ଅଛନ୍ତି? ଆଜ୍ଞା ଆଜ୍ଞା ଭଲ ଭଲ। ଆଜି ହଁ ଗୋଟେ ଆଉଟଡୋର ସତ୍ସଙ୍ଗ ହଉଛି, ସତ୍ସଙ୍ଗ ପାରାଦୀପରେ ଭୁତୁମୁଣ୍ଡେଇ ପାଖରେ ମନୀଷା ମହାଦେବ। ମୁଁ ସେଇଠିକି ଆସିଛି, ଆରମ୍ଭ ହେଇନି, ସତ୍ସଙ୍ଗ 10ଟା ପରେ ହବ। ଆଉ କୁହନ୍ତୁ କଣ ଆଉ ସବୁ? କଣ କଥାବାର୍ତ୍ତା କରିବାକୁ ଟାଇମ୍ ଅଛି ଗୁରୁଜୀ? ନାଇଁ, କଥା ହେଇପାରିବା, ମୁଁ ଫାଙ୍କା ଅଛି ଏବେ। କୁହନ୍ତୁ। ଆମର ଆମେ ଯୋଉ ଶୋଇଲା ବେଳେ ବି ତ ଗୋଟେ ଗୋଟେ ରକମ ମନ ତ ମୌନ ହଉଛି ଗୁରୁଜୀ। ଆଚ୍ଛା ଆଚ୍ଛା। କିନ୍ତୁ ଆମେ ସେଇ ସମୟରେ କେମିତି ଜାଣିପାରୁନୁ କିଛି। ଶୋଇଲା ସମୟରେ? ଆମେ ଯଦି ଯେତେବେଳେ ଶୋଉଛୁ ମନ ତ ଆଜ୍ଞା, ମିଟି ଯାଉଛି ନା ଗୁରୁଜୀ, ଆପଣ ଯୋଉ କହିବା କଥା। ନିଶ୍ଚୟ ନିଶ୍ଚୟ ନିଶ୍ଚୟ। ଜାଣିପାରୁନି ଜ୍ଞାନର ଅଭାବରୁ, ବୁଝିପାରୁଛନ୍ତି? ହଁ ଜ୍ଞାନ ବୁଦ୍ଧି ପରିଚାଳନା ହଉଛି କେତେବେଳେ? ଜାଗୃତ ଅବସ୍ଥାରେ। ହଁ ବୁଝିପାରୁଛନ୍ତି? ବୁଦ୍ଧି ପରିଚାଳନା ହଉଛି ଜାଗୃତ ଅବସ୍ଥାରେ। ମନନ ହଁ ଚିନ୍ତନ କାର୍ଯ୍ୟରତ, କିମ୍ବା ମନ ଉପରେ ଟିକେ ଆଂଶିକ ନିୟନ୍ତ୍ରଣ, କିମ୍ବା ମନକୁ ପରଖୁଥିବାର ବୃତ୍ତି, ଏସବୁ କେତେବେଳେ ହଉଛି? ଜାଗୃତ ଅବସ୍ଥାରେ। ହଁ ଶୟନ ଅବସ୍ଥାରେ କଣ ହଉଛି? ମନ ସୁପ୍ତ ହେଇଯାଉଛି, ହଁ ମନ ବିଶ୍ରାମ ସ୍ଥିତିକୁ ପଳାଉଛି। ଏଇଟା ପ୍ରକୃତିର ଏକ ବ୍ୟବସ୍ଥିତ ହେଇଛି, ଏକ ନିୟମ ଏଇଟା। ହଁ ମାନେ ମନ କାର୍ଯ୍ୟରତ କରି କରି ଯେତେବେଳେ ମନ ଥକିଯାଏ, କିମ୍ବା ଶରୀର ଥକିଯାଏ, ଶରୀରକୁ ବିଶ୍ରାମ ଦେବା ପାଇଁ ନିଦ୍ରା ବ୍ୟବସ୍ଥା, ଏଇଟା ପ୍ରକୃତିରେ ଗୋଟେ ନିର୍ମାଣ ହେଇଛି। କିନ୍ତୁ ନିଦ୍ରା ଅବସ୍ଥାରେ ଆମେ ଯେତେବେଳେ ରହୁଛେ, ମନ ସେଟା କାର୍ଯ୍ୟରତ ନାହିଁ। ମୂଳ କଥା, ଆମେ ଚିହ୍ନୁନେ କାହାକୁ ମାଧ୍ୟମ କରି? ଜ୍ଞାନକୁ ମାଧ୍ୟମ କରି, ହଁ ବୁଦ୍ଧିକୁ ମାଧ୍ୟମ କରି। ଧରିପାରୁଛନ୍ତି? ହଁ ଜ୍ଞାନ ନଥିଲେ ତ ବହୁତ ଲୋକ ଦେହ କଣ ବି ଜାଣିନାହାନ୍ତି। ଶରୀର ହଁ କଣ, ଶରୀର କାହା ମାଧ୍ୟମରେ ନିର୍ମାଣ ହଉଛି, ଶରୀରର ସୁରକ୍ଷା କେମିତି ନବା, ଏ କଥା ତ ଜ୍ଞାନ ନଥିଲେ ଆମେ ଦେହକୁ ବି ବୁଝିପାରିବାନି, ଦେହକୁ କେମିତି ବୁଝିବା? ହଁ ବୁଝିପାରୁଛନ୍ତି ତ? ହଁ ପ୍ରଥମ ହେଲା ଅଜ୍ଞାନତା। ଆମେ ଶୋଇଲା ଅବସ୍ଥାରେ ନିଜକୁ ଚିହ୍ନି ପାରୁନି। ପ୍ରଥମ ହେଲା ଅଜ୍ଞାନତା, ଆମ ଭିତରେ ଆତ୍ମଜ୍ଞାନର ମାନେ ସେ ଜ୍ଞାନ ନଥିବାରୁ ପ୍ରଥମ। ଦ୍ୱିତୀୟ ହେଲା ସନ୍ଦେହ। ସନ୍ଦେହ କଣ? ଆଜି ଯାଏ ଆମ କଥା ଯଦି ଆମେ କଥା ହବା, ଆପଣଙ୍କ ବୟସ ବି ଯାହା ବି ହେଲେ 50 ବର୍ଷ ଉପରେ ହେଲେ, ତ ଆପଣ ଆଜି ଯାଏ ନିଜକୁ ଦେହ ରୂପରେ ମାନି ଆସିଥିଲେ, ଚିହ୍ନି ଆସିଥିଲେ, ମନର ସ୍ତରରେ ସେପରିକା ସଂସ୍କାରକୁ ନିର୍ମାଣ କରିଥିଲେ। ତ ସେଇ ସଂସ୍କାର ଯେତେବେଳେ ଜାଗୃତ ଅବସ୍ଥାକୁ ଆସି ଯାଉଛନ୍ତି, ଫେରେ ସେଇ ସଂସ୍କାର ହିଁ କାର୍ଯ୍ୟରତ ହଉଛି। ସେଇ ପରୀକ୍ଷା ହଁ ମନୋବୃତ୍ତିକୁ ଆମେ ଆଉଥରେ ଜାଗୃତ କରୁଛେ। ଦ୍ୱିତୀୟ, ଯେହେତୁ ଆପଣ ସାଧନା ମାର୍ଗକୁ ଆସିକରି 2 ବର୍ଷ 3 ବର୍ଷ 5 ବର୍ଷ ଯାହା ବି ହେଲେ, ଏବେ ଯେହେତୁ ଆତ୍ମାକୁ ଚିହ୍ନିଲେନି, କିନ୍ତୁ ଏବେ ବି ମନ ଭିତରେ ଦ୍ୱନ୍ଦ୍ୱ ରହୁଛି, ମନ ଭିତରେ ସନ୍ଦେହ ରହୁଛି, ମନ ଭିତରେ ଟିକେ ସ୍ପଷ୍ଟତା ଆସିନି। ତାହେଲେ ସ୍ପଷ୍ଟତା ଆସିବ କେମିତି? ବାରମ୍ବାର ଏମିତି ମନନ ନିରିଧ୍ୟାସନ କଲେ, ଧ୍ୟାନ ମାଧ୍ୟମରେ ନିଜକୁ ଚିହ୍ନିବା ପାଇଁ ଚେଷ୍ଟା କଲେ। ଏଇଟା ପ୍ରାକ୍ଟିକାଲ କଥା। ପ୍ରାକ୍ଟିକାଲ କଥା କଣ? ଯେତେବେଳେ ଆମେ ସୁଷୁପ୍ତି ଅବସ୍ଥାରେ ରହୁଛେ, ଯୋଉଠି ମନ ରହୁନି, ମନ ରହିତ ବିଚାର ରହିତ ସ୍ଥିତିରେ କିଏ ରହୁଛି? ଆପଣ କହିବେ ମୁଁ ରହୁଛି, ଏଥିରେ ହଁ କିଛି ସନ୍ଦେହ ନାହିଁ। ହଁ ଏଇଟା କୌଣସି ଆପଣଙ୍କର ମାନେ ହରିପଟଲ ଷ୍ଟୋରି ନୁହଁ, ହଁ ରାମ କାହାଣୀ ନୁହଁ, ଏଇଟା ତ ସତ କଥା। ହଁ ନିଦ୍ରା ଅବସ୍ଥାରେ ଯେତେବେଳେ ମୁଁ ଶୋଇ ପଡୁଛି, ମୁଁ ଅଛି, ମୁଁ ନାହିଁ କହିପାରିବିନି। ମୁଁ ଅଛି, କିନ୍ତୁ ମୋ ସାଙ୍ଗରେ ମନ ଯୋଡି ହଉନି, ମନ ଯୁକ୍ତ ହଉନି। ମନ ରହିତ ବିଚାର ରହିତ ସ୍ଥିତିକୁ ଆମେ ନିଦ୍ରା ଅବସ୍ଥାରେ ନିଶ୍ଚୟ ଅନୁଭବ କରିଛେ। ଆଉ ଯେତେବେଳେ ଧ୍ୟାନର ଧାରଣାକୁ ଯିବେ, ଧାରଣାର ଯୋଉ ନିରୁଦ୍ଧ ଅବସ୍ଥାକୁ ପଳେଇବେ, ସେଠି ବି ଦେଖିପାରିବେ ମୁଁ ଅଛି, କିନ୍ତୁ ବିଚାର ଥମି ଯାଇଛି, ବିଚାର ହଁ ଶାନ୍ତ ହେଇଛି। ଯେତେବେଳେ ମୋ ସାଙ୍ଗରେ ବିଚାର ଯୋଡି ହଉଛି, ଯେତେବେଳେ ମୋ ସାଙ୍ଗରେ ମନ ଯୋଡି ହଉଛି, ମନର ବୃତ୍ତି ଯୋଡି ହଉଛି, ମନ କାର୍ଯ୍ୟ କରୁଛି, ତ ମୁଁ ହଜି ଯାଉଛି, ମୁଁ ନିଜକୁ ମନ ମାନି ନଉଛି। ଚେଷ୍ଟା କରନ୍ତୁ ବୁଝିବା ପାଇଁ। ଯେତେବେଳେ ଆପଣ ଭାବି ନିଅନ୍ତୁ, ଆପଣ ଶୋଇଁକିରି ଉଠିଲେ, ଶୋଇଁକିରି ଉଠୁ ଉଠୁ ଆପଣ ମନରେ ଗୋଟେ ଶୋଇଁକି ଉଠିଲେ, ଆଖି ଖୋଲି ଦେଖିଲେ ମେଘ ଉଠେଇଛି, ମେଘ ହବ, ଆଉ ମେଘ ହେଲେ ସେ ଯୋଉ ଫସଲ ଲାଗିଥିଲା ସେଇଟା ଟିକେ ଭଲ ହବ, କିମ୍ବା ମୁଗ ଛଟା ହେଇଥିଲା, ମୁଗ ଏ ବର୍ଷ ଭଲ ହବ। ମାନେ ଦେଖନ୍ତୁ, ଉଠିଲେ ତ ଦୃଶ୍ୟ, ବାହାରକୁ ଦେଖିଲେ ତ ଦୃଶ୍ୟ ମାଧ୍ୟମରେ ମନର ବୃତ୍ତି ଜାଗୃତ ହେଲା, ତ ଆତ୍ମା ଅଦୃଶ୍ୟ ହେଇଗଲେ, ଆତ୍ମା ବୃତ୍ତିରେ ବିଚାରରେ ହଜିମଜି ଗଲେ। ହଁ ଧରି ପାରୁଛନ୍ତି ହଁ ତ? ତାପରେ ଆପଣ ଆଖି ଦେଖିଲା ମେଘ ପାଗ ହେଇଛି, ମେଘ ଉଠେଇଛି। କାନ ଶୁଣିଲା କୋଉଠି ଗୋଟେ ଭଜନ ହଉଛି, ହଁ ଓହୋ ଏଠି ଗିନି ବାଜୁଛି, ଆଚ୍ଛା ଆଚ୍ଛା ଆଚ୍ଛା,
ପଡ଼ିଶା ଘରେ ତାଙ୍କର ଆଜି ନାମ ସଂକୀର୍ତ୍ତନ ହଉଛି। କାନ ଶବ୍ଦ ବାରିଲା, ଶବ୍ଦ ମାଧ୍ୟମରେ ମନରେ ବିଚାର ଜାଗୃତ ହେଲା। ତଳେ ଉଠିକିରି ଦେଖିଲେ ତଳେ ଘର ବଢ଼ିଆ ପୋଛା ହେଇଛି। ଆଚ୍ଛା, ସେଠି ବି ବୃତ୍ତି ଜାଗୃତ ହେଲା। ଆଚ୍ଛା, ମୁଁ ଯେଉଁ ଡୋମେଷ୍ଟିକ୍ ଆଣିଥିଲି ତା ଦେହରେ ଘର କ୍ଲିନ୍ ଭଲ ହେଉଛି। ତାପରେ ଗୋଡ଼ ତଳେ ରଖିଲେ, ଓହୋ ଥଣ୍ଡା ଲାଗୁଛି। ସ୍ପର୍ଶ ମାଧ୍ୟମରେ ବଢ଼ିଆ ବାସ୍ନା ହେଉଛି ଘର, ରୁମ୍ ଫ୍ରେଶନର୍ କି କୋଉଠି ଧୂପକାଠି ବାସ୍ନା ଆସୁଛି। ମାନେ ଇନ୍ଦ୍ରିୟ ମାଧ୍ୟମରେ ଯେଉଁଠି ବି କିଛି ଅନୁଭବ କରୁଛନ୍ତି, ସେ ଅନୁଭବ ମାଧ୍ୟମରେ ବ୍ରହ୍ମ ହଜି ଯାଉଛନ୍ତି। ବ୍ରହ୍ମ ବିଚାରର ସ୍ତରରେ, ମନର ସ୍ତରରେ ସେ ମନନ କରୁଛନ୍ତି, ଚିନ୍ତନ କରୁଛନ୍ତି। କାହିଁକିନା ଦୃଶ୍ୟ ଯୋଡ଼ି ହେଲା, ବିଚାର ଯୋଡ଼ି ହେଲା, ବ୍ରହ୍ମ ହଜିଗଲେ। କିନ୍ତୁ ବ୍ରହ୍ମ ବିଚାର ରହିତ ସ୍ଥିତିରେ ରହୁଛନ୍ତି କୋଉଠି? ସୁଷୁପ୍ତି ଅବସ୍ଥାରେ, ଧ୍ୟାନ ଅବସ୍ଥାରେ। ଆଚ୍ଛା, ସୁଷୁପ୍ତି ଅବସ୍ଥା ଯୋଉଟା ପ୍ରଥମେ ଆପଣ ପ୍ରଶ୍ନ ପଚାରିଲେ, ଆମେ ତ ଶୋଇ ପଡୁଛେ ସେଠି। ହଁ, ଜାଗୃତ ସ୍ୱପ୍ନ କିଛି ନାହିଁ। ଆମେ ତ ଅଛେ, ନିଜକୁ କାହିଁ ଚିହ୍ନି ପାରୁନେ ଆତ୍ମଜ୍ଞାନର ଅଭାବରୁ। ଆଗରୁ ଆମେ ଜାଣିନଥିଲେ ସବୁ କଥା। ଡେଲି ଆମେ ଶୋଉଛେ। ବହୁତ ଲୋକ ତ ନିଦ୍ରା କଣ ବି ଜାଣିନାହାନ୍ତି। ବହୁତ ଲୋକ ସାମାନ୍ୟ, ଏଇଟା ଗୋଟେ ବ୍ରହ୍ମଜ୍ଞାନ ସାଧାରଣ କଥା ନୁହଁ। ବ୍ରହ୍ମଜ୍ଞାନ ବହୁତ ଗଭୀରରୁ ଗଭୀର ତର୍ଜମା କରିକିରି ଋଷି ପରମ୍ପରାରେ ସାଧକ ଏସବୁ ଜିନିଷକୁ ଆବିଷ୍କାର କରୁଛନ୍ତି। ଆପଣ ସାଧାରଣ ଗୋଟେ ବଡ଼ ଲେକ୍ଚରର ଅଛନ୍ତି, ତାଙ୍କୁ ପଚାରିବେ ସାର୍ ଶୋଇଲା ଅବସ୍ଥାରେ କ'ଣ ହେଉଛି? ସେ ଶୋଇଲା ଅବସ୍ଥାରେ କ'ଣ ହେଉଛି? ନିଦ ହେଉଛି। ତାଙ୍କୁ ଯଦି ପଚାରିବେ ନିଦ କେମିତି ହେଉଛି, ନିଦ୍ରା ଅବସ୍ଥାରେ କ'ଣ ହେଉଛି, ସେ ବେଶୀ କହିପାରିବେନି। ବୋଲେ ନିଦ ତ ହେଉଛି, ଆଉ କ'ଣ ହେଉଛି? ଆମେ ଆଖି ବନ୍ଦ କରି ଶୋଇ ପଡ଼ୁଛେ, ଆଉ ନିଦ ହେଉଛି। ସେ କ'ଣ ନିଦ୍ରା କ'ଣ ମୋତେ ବୁଝାନ୍ତୁ। ସେ ଇରିଟେଟେଡ୍ ହେଇଯିବେ, ନିଦ୍ରା କ'ଣ ଆପଣ ଜାଣିନାହାନ୍ତି, ଡେଲି ଶୋଉଛନ୍ତି। କିନ୍ତୁ ସେ ଚେଷ୍ଟା କଲେ ବି ସେ ଏ କଥାକୁ ପରଖି ପାରିବେନି କିମ୍ବା ବୁଝେଇ ପାରିବେନି। ମନ ସୁପ୍ତ ହେଇଯାଉଛି, ମନ ବିଶ୍ରାମ କରୁଛି। ବହୁତ ଲୋକ ଯଦି କହିବେ ନାହିଁ, ଯଦି କିଏ ଆଂଶିକ ଜାଣିଥିବେ କହିବେ ମନ ବିଶ୍ରାମ କରୁଛି। ତାଙ୍କୁ ଯଦି ପଚାରିବେ ମନ କ'ଣ, ମନ କ'ଣ ବୁଝାନ୍ତୁ। ମନ ବିଶ୍ରାମ କରୁଛି, ଠିକ୍ ଅଛି ମୁଁ ବୁଝିଲି। ମନ ତାହେଲେ କ'ଣ? ସେ ଫେର ଟିକେ ବାଳୁଚାଳି ହେଇଯିବେ। ମନ କ'ଣ? ମନ ହେଉଛି ଗୋଟେ ଯାହାକୁ ଆମେ ଚିନ୍ତା କରୁଛେ। ଚିନ୍ତା କାହାକୁ କରୁଛେ, ବୁଝିପାରୁଛନ୍ତି? ତ ଧୀରେ ଧୀରେ ତର୍ଜମା କଲେ ବୁଝିପାରିବେ। କିମ୍ବା ଯିଏ ବ୍ରହ୍ମଜ୍ଞାନୀ ଥିବେ, ଆତ୍ମଜ୍ଞାନୀ ଥିବେ, ଯିଏ ଶାସ୍ତ୍ର ପଢ଼ିଥିବେ, ଯିଏ ସତ୍ସଙ୍ଗ କରିଥିବେ, ଯିଏ ସାଧନା ମାର୍ଗରେ ନିଜେ ଅନୁଭବ କରିଥିବେ, ସେ କହିପାରିବେ ମନ ମନନ କରୁଛି ମାନେ ମନ ଭିତରେ ବୁଦ୍ଧି କାର୍ଯ୍ୟରତ ଅଛି। ବୁଦ୍ଧି କାର୍ଯ୍ୟ କରୁଛି, ବିଚାର କରୁଛି। ଯାହା ବି ଅନୁଭବର ସ୍ମୃତି ଜାଗୃତ ହେଉଛି, ସ୍ମୃତି କାର୍ଯ୍ୟରତ ଅଛି। ତ ଏଠି ତ ଆମେ ମନକୁ ହିଁ ଚିହ୍ନିନେ, ବିଚାରକୁ ହିଁ ଚିହ୍ନିନେ, ବୃତ୍ତିକୁ ହିଁ ଚିହ୍ନିନେ, ବ୍ରହ୍ମକୁ କେମିତି ଚିହ୍ନିବା? ଏବେ ତ ଆପଣ ଆଂଶିକ ତ ଜାଣିପାରିବେନି ନା। ଯେତେବେଳେ ସୁଷୁପ୍ତ ଅବସ୍ଥାରେ ଶୋଇ ପଡୁଛନ୍ତି, ମୁଁ ଅଛି, ମୁଁ ଅଛି ମାନେ କେମିତି ଅଛି? ଏଠି ହଉଛି କ'ଣ? ମୁଁ କୁ ଆମେ ଗୋଟେ ଦୃଶ୍ୟ ରୂପରେ ଦେଖିବା ପାଇଁ ଚେଷ୍ଟା କରୁଛେ। ଧରନ୍ତୁ ଏ କଥାକୁ। ଏବେ ଆପଣ ଚେଷ୍ଟା କରୁଛନ୍ତି, ମୁଁ ଗୋଟେ କଳା ହେଇଥିବି, କି ଧଳା ହେଇଥିବି, ବୁଢା ହେଇଥିବି, କି ଗୋଟେ ମାଛି ହେଇଥିବି, ଗୋଟେ ଫୁଲ ହେଇଥିବି, ଗୋଟେ ପକ୍ଷୀ ହେଇଥିବି। କିନ୍ତୁ ମୁଁ ବୁଝିପାରୁନି ମୁଁ ହେଲି ବିଷୟ, ମୁଁ ବସ୍ତୁ ନୁହେଁ। ବସ୍ତୁର ଆକାର ଆକୃତି ଅଛି, ବସ୍ତୁର ରଙ୍ଗ ରୂପ ଅଛି। ବସ୍ତୁକୁ ଆମେ ଦୃଶ୍ୟ ରୂପରେ ଦେଖିପାରିବା, ମନ ରୂପରେ ମନନ କରିପାରିବା, ଚିନ୍ତନ କରିପାରିବା, ଅନୁଭବ କରିପାରିବା। କିନ୍ତୁ ବିଷୟକୁ କେମିତି ଆମେ ମନନ କରିବା? ବୁଝିପାରୁଛନ୍ତି? ସେଇଟା ବି ଅସୁବିଧା ହଉଛି। ଆମେ ସଂସାରକୁ ଯୋଉ ପରିକା ଚିହ୍ନିଛେ, ସେଇ ପରିକା ମାନିଛେ। ଆମେ ସଂସାରକୁ ଦେହ ରୂପରେ ଚିହ୍ନିଛେ। ଆମେ ସଂସାରକୁ ପଶୁ ପକ୍ଷୀ, ତରୁ ଲତା, ଗଛ ବୃକ୍ଷ, ଆଉ ଭାଷା ଭାବ, ସ୍ପର୍ଶ ରୁଚି, ଅନୁଭବ ମାଧ୍ୟମରେ ସଂସାରକୁ ଚିହ୍ନିଛେ। କିନ୍ତୁ ଅନୁଭବ ଯିଏ କରୁଛନ୍ତି, ଯାହାଙ୍କ ଭିତରେ ଅନୁଭବ ଘଟିତ ହଉଛି, ଅନୁଭବର ଯିଏ ଆଧାର, ତାଙ୍କୁ ଆମେ ଚିହ୍ନିନେ। ଆଉ ଆଉ ସେଇ ଶୈଳୀରେ ବି ଚିହ୍ନିବା ପାଇଁ ଚେଷ୍ଟା କରୁଛେ। ଧରନ୍ତୁ କଥାକୁ, ଆମେ ଯେମିତି ଦୃଶ୍ୟକୁ ଦେଖିକିରି ଦୃଶ୍ୟର ବ୍ୟାଖ୍ୟା କରୁଛେ, ସେମିତି ଦ୍ରଷ୍ଟାଙ୍କୁ ବି ଦୃଶ୍ୟ ରୂପରେ ଚିହ୍ନିବା ପାଇଁ ଚେଷ୍ଟା କରୁଛେ। ସେ ଦେଖା ଯାଉନାହାନ୍ତି, ଆମକୁ ଯେ ଦେଖା ଯାଉନାହାନ୍ତି, ସେ ଅଛନ୍ତି ବୋଲି କିନ୍ତୁ ସେ ଦେଖାଯିବେନି। ପଞ୍ଚଦଶୀ କାବ୍ୟରେ ଅଛି, ରୂପମ୍ ଦୃଶ୍ୟମ୍ ଲୋଚନମ୍ ଦୃକ୍ ତଦୃଶ୍ୟମ୍ ଧୃକ୍ତୁ ମାନସମ୍ ଦୃଶ୍ୟାୟାଧି ବୃତ୍ତାୟ ସାକ୍ଷୀ ଦୃଗେବୁ ନତ ଦୃଶ୍ୟତେ। ଏ ଯୋଉ ରୂପ ରଙ୍ଗକୁ ଦେଖୁଛନ୍ତି, ଇଏ ହେଲା ଦୃଶ୍ୟ, ଆଖି ହେଲା ଦ୍ରଷ୍ଟା। ତାଦୃଶ୍ୟମ୍ ଧୃକ୍ତୁ ମାନସମ୍, ସେ ଦୃଶ୍ୟ ମାନସ ପଟାଳରେ, ମନରେ ଦେଖାଯାଉଛି। ଦୃଶ୍ୟାୟାଧି ବୃତ୍ତାୟ ସାକ୍ଷୀ, ମାନେ ଏ ଯୋଉ ଦୃଶ୍ୟ ରୂପକ ମନର ବୃତ୍ତିର ଯୋଉ ସାକ୍ଷୀ ଅଛନ୍ତି, ଦୃଗେବୁ ନାତୁ ଦୃଶ୍ୟତେ। ଦୃଗେବୁ ମାନେ ତାଙ୍କୁ ଦେଖିବା ପାଇଁ ଚେଷ୍ଟା କଲେ, ନାତୁ ଦୃଶ୍ୟତେ, ସିଏ ଦେଖାଯିବେନି। କାହିଁକି ଦେଖାଯିବେନି? ସେ ଦେଖୁଛନ୍ତି। ସେ ବିଷୟ,
ଏମିତି ଏମିତି ଦେଖନ୍ତୁ ଘରେ ଆଲୁଅ ଜଳୁଛି, ଲାଇଟ୍ ଜଳୁଛି, ହଁ କିମ୍ବା କିମ୍ବା ବାହାରେ ସୂର୍ଯ୍ୟ ରଶ୍ମି ପ୍ରସାରିତ ହଉଛି। ହଁ ସୂର୍ଯ୍ୟ ରଶ୍ମି ହେଲା ଆଧାର। ସୂର୍ଯ୍ୟ ରଶ୍ମିକୁ ଆଧାର କରି ଆମେ ଗଛକୁ ଦେଖୁଛେ, ପତ୍ରକୁ ଦେଖୁଛେ, ପାହାଡ଼ ପର୍ବତ ଦେଖୁଛେ, ମଣିଷକୁ ଦେଖୁଛେ, ସବୁ କିଛି ବସ୍ତୁ ପଦାର୍ଥକୁ ଦେଖୁଛେ। ଜଣେ ହଁ ବ୍ୟକ୍ତି ଆସି କହିବେ ସାର୍ ହଉଛି ଠିକ ଅଛି, ଆପଣ ଭଲ କଥା କହିଲେ, ଦୃଶ୍ୟ ମାଧ୍ୟମରେ ଆମେ ସବୁ ଦେଖୁଛେ ଯେ ସୂର୍ଯ୍ୟରଶ୍ମି ମାଧ୍ୟମ, ମତେ ଟିକେ ସୂର୍ଯ୍ୟରଶ୍ମି ଦେଖାଉନାହାନ୍ତି। ଆପଣ କଣ କହିବେ? ସୂର୍ଯ୍ୟରଶ୍ମି ଆଜ୍ଞା କଣ ଦେଖିବେ? କଣ ସୂର୍ଯ୍ୟରଶ୍ମି ବା ଏଇଠି ପ୍ରସାରିତ ହଉଛି? କହିଲେ କୋଉଠି ହଉଛି ମତେ ଦେଖାନ୍ତୁ। ଆପଣ ଯଦି ଦେଖିବେ ହେଇଠି, ଏଇଟା ଦେଖନ୍ତୁ ସୂର୍ଯ୍ୟରଶ୍ମି। ସେ ଯାହାକୁ ଇଣ୍ଡିକେଟ କରିବେ ତା ପଛଆଡେ ଯାହା ଅବଜେକ୍ଟ ଥିବେ ତାକୁ କହିବେ ଏଇଟା କି, ମାନେ ଭାବି ନିଅନ୍ତୁ ଆପଣ ଆଙ୍ଗୁଠିରେ ଦେଖାଉଛନ୍ତି ଏଇଟା ସୂର୍ଯ୍ୟରଶ୍ମି, ସେଠି ଗୋଟେ ହଁ ଗଛଟେ ଅଛି, ସେ ବ୍ୟକ୍ତି କହିବେ ଆଚ୍ଛା ସୂର୍ଯ୍ୟରଶ୍ମି କଣ ଗଛ? ଆପଣ ନା 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 ଗଛ ନୁହଁ, ସୂର୍ଯ୍ୟରଶ୍ମି ହେଲା ଏଇଟା। ସେ କହିବ ଆଚ୍ଛା ଆଚ୍ଛା ସୂର୍ଯ୍ୟରଶ୍ମି କଣ ପତ୍ର? ନା 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 ସୂର୍ଯ୍ୟରଶ୍ମି ଏଇଟା ନୁହଁ। ସୂର୍ଯ୍ୟରଶ୍ମିକୁ ଦେଖେଇ ହବ କି? ହଁ ଦେଖେଇ ହବନି। କାହିଁ ଦେଖାଏ। ଦେଖେଇ ହବନି? ସୂର୍ଯ୍ୟରଶ୍ମି ଆଲୋକ ହଉଛି ଦୃଷ୍ଟି ଶକ୍ତିର ଆଧାର, ହଁ ମାଧ୍ୟମ। ସେ ବିଷୟ, ହଁ ଆଲୋକ ମାଧ୍ୟମରେ ବସ୍ତୁକୁ ଦେଖୁଛେ, ହଁ କିନ୍ତୁ ଆଲୋକକୁ ଦେଖି ହଉନି। ହଁ ମାଧ୍ୟମ, ହଁ ବସ୍ତୁ ପଦାର୍ଥକୁ ଦେଖିବାର ସଙ୍ଗେ ସଙ୍ଗେ ଆମେ ଏ ଜ୍ଞାନକୁ ବି ରଖୁଛେ ଆଲୋକ ଅଛି, ହଁ ଆଲୋକ ଅଛି। ସେମିତି ଆଲୋକ ଠାରୁ ବି ସୂକ୍ଷ୍ମ ହେଲା ଆତ୍ମା, ହଁ ବାୟୁ ଠାରୁ ସୂକ୍ଷ୍ମ ହେଲା ଆତ୍ମା, ହଁ ଆକାଶ ଠାରୁ ସୂକ୍ଷ୍ମ ହେଲା ଆତ୍ମା। ଆକାଶକୁ ବି ତ ଆମେ ଦେଖିପାରିବାନି। ହଁ ଆକାଶକୁ ଦେଖିପାରିବା କି? ଆକାଶ ହଁ ଶୂନ୍ୟ। ଆମେ ହଁ କହିବା ଆକାଶ ଏଇଠି କୋଉଠି ଅଛି? ଆକାଶ ସବୁଠି ଅଛି, କୋଉଠି ନାହିଁ। କୋଉଠି ଅଛି? ଏଇଠି ଅଛି ଦେଖନ୍ତୁ। କେମିତି ଦେଖିବା? ଏ ଶୂନ୍ୟ ସ୍ଥାନ ଆକାଶ, ଶୂନ୍ୟ ସ୍ଥାନ ମାନେ ତ ସେଠି କିଛି ନାହିଁ। ତାହେଲେ ହଁ ଆକାଶ ବୋଲି କେମିତି ମାନିବା? କହିବା ଆଜ୍ଞା ହଁ ଆକାଶ ମାନେ ଶୂନ୍ୟ, ଯୋଉଠି କିଛି ନାହିଁ। ଯିଏ ଆଧାର, ଯାହା ଆଧାରରେ ସବୁ ବସ୍ତୁ ପଦାର୍ଥ ନିର୍ମାଣ ହଉଛି, ଯାହା ଭିତରେ ସବୁ ବସ୍ତୁ ପଦାର୍ଥ ଭାଙ୍ଗି ଯାଉଛି, ଆକାଶକୁ ଦେଖେଇ ହବନି। ଆକାଶକୁ କେବଳ ଚିନ୍ତନ ମାଧ୍ୟମରେ, ମନନ ମାଧ୍ୟମରେ, ବିବେକ ମାଧ୍ୟମରେ ତର୍ଜମା କରି ଚିହ୍ନି ପାରିବେ। ହଁ ସାଇନ୍ସ ବି ଆଜି ସେଇଆ କରୁଛି। ସାଇନ୍ସ ହିଗ୍ସ ବୋଜିୟମ ଯାଏ ପହଞ୍ଚିଲେ। ହିଗ୍ସ ହଁ ବୋଜିୟମ କଣ? ସାଇନ୍ସ କହୁଛି ଏ ଯୋଉ ଶୂନ୍ୟ ଅଛି, ଶୂନ୍ୟ ଶୂନ୍ୟ ନୁହଁ, ଶୂନ୍ୟରେ ଏକ ଶକ୍ତି ଅଛି, ଯାହାର ନାଁ ଦେଇଛି ଗାଡ ପାର୍ଟିକଲ, ହିଗ୍ସ ବୋଜିୟମ। ତା ନାଁ ଦେଇଛି ହଁ ଗାଡ ପାର୍ଟିକଲ, ମାନେ ଈଶ୍ୱରୀୟ ଶକ୍ତି। ହିଗ୍ସ ବୋଜିୟମ ଦିଆ ହେଇଛି। ହିଗ୍ସ ବୋଜିୟମ ମାନେ ସେ ଈଶ୍ୱରୀୟ ଶକ୍ତି। ସେ ଜାଣିଲେ ସାଇନ୍ସ, କିନ୍ତୁ ସେ ଶକ୍ତିକୁ ନା ଚର୍ମଚକ୍ଷୁରେ ଦେଖି ହବ, ନା କୌଣସି ଡିଭାଇସ୍ ମାଧ୍ୟମରେ ଦେଖିହବ। ହଁ ତ ଯଦି ଆମେ ଆକାଶକୁ ଦେଖି ପାରୁନେ, ଚିହ୍ନି ପାରୁନେ, ଆତ୍ମା ତ ତାଠାରୁ ସୂକ୍ଷ୍ମ ଚିହ୍ନିବା କେମିତି? ହଁ ଗଲା। ତାଠାରୁ ଆତ୍ମା ଆକାଶ ଠାରୁ ଟିକେ ସ୍ଥୂଳ, ଟିକେ ହଁ ସ୍ଥୂଳ ହେଲେ କଣ? ସ୍ଥୂଳ ହେଲା ବାୟୁ। ହଁ ବାୟୁକୁ ଆମେ ଦେଖିପାରୁଛେ କି? ଦେଖିପାରୁନେ। ନାଇଁ ତା ମାନେ ବାୟୁ ନାହିଁ କି? ଅଛି। ଆମେ ଅଛି। ଫ୍ୟାନ ତଳେ ବସିଛେ, ପବନ ଦଉଛି। ଭାବି ନିଅନ୍ତୁ ଗୋଟେ ଛୋଟ ପିଲାଟେ, ଛୋଟ ହୁଁ ପିଲାଟେ, ତାର ବେଶୀ ବୁଦ୍ଧି ନାହିଁ। ସିଏ ବସିଛି, ସେ ବସିଛି, ଆମେ ଫ୍ୟାନ ଟା ଅନ୍ କଲେ, ଫ୍ୟାନ ଅନ୍ କଲା ପରେ ସେ ଭାବି ନିଅନ୍ତୁ ଛୋଟ ପିଲାଟେ, ଆପଣଙ୍କ ନାତି ଭାବି ନିଅନ୍ତୁ, ପଚାରୁଛନ୍ତି ହଁ ଜେଜେ ଏବେ ତ ଭଲ ଲାଗୁଛି, ଆଉ ଟିକେ ପୂର୍ବରୁ କାହିଁ ଭଲ ଲାଗୁନଥିଲା? ଆପଣ ତାଙ୍କୁ ବ୍ୟାଖ୍ୟା କରିବେ, ବାବୁ ଟିକେ ପୂର୍ବରୁ ପବନ ନଥିଲା, ଗୁଳୁଗୁଳି ନାଗୁଥିଲା, ଭଲ ଲାଗୁନଥିଲା। ହଁ ଏବେ ପବନ ଅଛି, ଫ୍ୟାନ ଚାଲିଲା, ଭଲ ଲାଗୁଛି। ତ ନାତି ପଚାରିବେ ଯେ ପବନ କୋଉଠି ମତେ ଦେଖାନ୍ତୁ। ହଁ ତାଙ୍କୁ ଆପଣ କଣ କହିବେ? ବାବୁ ପବନ ଅଛି, ଦେଖି ହବନି। ଦେଖି ହବନି ତାହେଲେ ଅଛି ବୋଲି କେମିତି କହୁଛନ୍ତି? ହଁ ତାଙ୍କୁ ଆପଣ ବୁଝେଇବେ, ବାବା ଦେଖି ହବନି କିନ୍ତୁ ଅଛି, ଅନୁଭବ ତ କରୁଛ ନା, ଥଣ୍ଡା ହଁ ଲାଗୁଛି। କାହା ମାଧ୍ୟମରେ ତମେ କହୁଛ ଭଲ ଲାଗୁଛି? ପବନ ଟା ବାଜୁଛି, ବାଜୁଛି ହଁ ତ ଅଛି। ସେ କପଡା ଉଡୁଛି, ଘରେ ଯୋଉ ସ୍କ୍ରିନ୍ ଟା ଟଙ୍ଗା ହେଇଛି ଉଡୁଛି, ଦେହକୁ ଟିକେ କିଛି ସ୍ପର୍ଶ ଅନୁଭୂତି ହଉଛି, ତ ପବନ ଅଛି। କିନ୍ତୁ ସେ ଯଦି ନାତି କହିବେ, ନା ନା ଯେ ମିଛ କହୁଛ, ପବନ ଅଛି, କୋଉଠି ଅଛି? ମତେ କାହିଁ ଦେଖା ଯାଉନି। ମୁଁ ଯଦି ହଁ ଦେଖି ପାରୁନି ସେ ଅଛି ବୋଲି କେମିତି କହିବା? ହଁ ଦେଖନ୍ତୁ, ଆତ୍ମାର ସୂକ୍ଷ୍ମ ଆକାଶ, ଆକାଶର ସୂକ୍ଷ୍ମ ବାୟୁ, ବାୟୁକୁ ବି ଦେଖି ପାରୁନେ। ବାୟୁରୁ ନାଇଁ ନାଇଁ ଆତ୍ମାରୁ ସୂକ୍ଷ୍ମ ସ୍ଥୂଳ, ସ୍ଥୂଳ ଆତ୍ମାରୁ ସ୍ଥୂଳ, 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 ସରି ସୂକ୍ଷ୍ମ କହିଦେଲି, ସ୍ଥୂଳ। ହଁ ଆତ୍ମା ଠାରୁ ସ୍ଥୂଳ ଆକାଶ, ଆକାଶରୁ ସ୍ଥୂଳ ବାୟୁ, ବାୟୁରୁ ସ୍ଥୂଳ ଅଗ୍ନି। ହଁ ଅଗ୍ନି ବି ଠିକ ସେ ଆମେ ଦେଖିପାରୁନେ। ଅଗ୍ନି ଆଧାର ନଥିଲେ ଅଗ୍ନି ବି ପ୍ରଜ୍ୱଳିତ ହେଇପାରୁନି। ହଁ ଅଗ୍ନିରୁ ଆଉ ଟିକେ ସ୍ଥୂଳ ହେଲା ଜଳ। ହଁ ଜଳ ବି ଆମେ ତାକୁ, ଜଳ ଯୋଉ ପାତ୍ରରେ ରଖୁଛେ ସେ ପାତ୍ର ଆକାର ନଉଛି। ଜଳକୁ ଟିକେ ଆମେ ଦେଖି ପାରୁଛେ, ହଁ ପାଣି ପାଣି ଗୋଳିଆ ଅଛି କିମ୍ବା ପାଣି ଫିଲ୍ଟରରେ ଅଛି, ପାଣି କେମିତି ଅଛି, କୋଉଠି ଅଛି, ଟିକେ ଦେଖିପାରୁଛେ।
ତାଠାରୁ ସ୍ଥୂଳ ହେଲା ପୃଥିବୀ। ହଁ ପୃଥିବୀ ମାନେ ମାଟିରେ ଗଢ଼ା ହେଇଥିବା ମଣିଷ, ମାଟିରେ ଗଢ଼ା ହେଇଥିବା ଗଛ, ମାଟିରେ ଗଢ଼ା ହେଇଥିବା ପଶୁପକ୍ଷୀ, ଇଏ ସ୍ଥୂଳ ଜିନିଷ ଦେଖି ହଉଛି। ତ ଯେଉଁଠି ଆମେ ସୂକ୍ଷ୍ମ ଆକାଶକୁ, ସୂକ୍ଷ୍ମ ବାୟୁକୁ, ସୂକ୍ଷ୍ମ ପାଣିକୁ ଦେଖିପାରୁନେ, ସୁସୂକ୍ଷ୍ମ ଭାବରେ ଥିବା ଏ ସମ୍ପୂର୍ଣ୍ଣ ସ୍ଥୂଳର ଆଧାର ଆତ୍ମାକୁ ଚର୍ମଚକ୍ଷୁରେ ଦେଖି ହବନି, ଅନ୍ତର୍ଚକ୍ଷୁରେ ଅନୁଭବ କରିହବ। ସେଇଥିପାଇଁ ଶୟନ ଅବସ୍ଥାରେ ମଧ୍ୟ ଆମେ ଚିହ୍ନି ପାରୁନେ, ବୁଝିପାରୁନେ। କିନ୍ତୁ ଏତିକି ତ ଆପଣ ଜାଣିପାରୁଛନ୍ତି ନା, ନିଦ୍ରା ଅବସ୍ଥାରେ ମନ ନଥିଲେ ମଧ୍ୟ ମୁଁ ଅଛି, ହଁ ଏତିକି ତ ଆପଣ ଜାଣିପାରୁଛନ୍ତି। ହଁ ତ ସେଇ ଜିନିଷକୁ ବାରମ୍ବାର ତର୍ଜମା କରିବେ, ମୁଁ କେମିତି ଅଛି, ମୁଁ କୋଉଠି ଅଛି। ମୁଁ ଯଦି ଶୟନ ଅବସ୍ଥାରେ ବିଚାର ରହିତ ସ୍ଥିତିରେ ମୁଁ ଅଛି, ତାହେଲେ ନିଦ୍ରା ଅବସ୍ଥାକୁ ଛାଡ଼ିକି ଯେତେବେଳେ ମୁଁ ଜାଗୃତ ଅବସ୍ଥାକୁ ଆସୁଛି, ମୁଁ ତ ଅଛି, ମୁଁ ନାହିଁ କହିପାରିବିନି। ମୁଁ କୋଉଠି ହଁ ଅଛି, ମୁଁ କେମିତି ଅଛି। ବାରମ୍ବାର ସ୍ୱାଧ୍ୟାୟ କଲେ, ବାରମ୍ବାର ମନନ ଚିନ୍ତନ କଲେ, ବାରମ୍ବାର ଧ୍ୟାନକୁ ମାଧ୍ୟମ କରି ସାଧନା କଲେ ସେ ଜିନିଷକୁ ଚିହ୍ନି ପାରିବେ। ଧରିପାରୁଛନ୍ତି? ହଁ ଗୁରୁଜୀ। ଏଇଟା ହେଲା କଥା। ନିଦ୍ରା ଅବସ୍ଥାରେ ବୁଦ୍ଧି ରହୁନି, ଜ୍ଞାନ ରହୁନି। ଆଉ ହଁ ଦ୍ୱିତୀୟ ଯଦି ଏ ଶରୀର କଥା କହିବା, ଏ ଶରୀର ଯେହେତୁ ଚିହ୍ନିଛି, ଏ ଶରୀର ଯେହେତୁ ଜାଣିଛି, ଇଏ ହଁ ଜାଗୃତ ଅବସ୍ଥାରେ ବି ଚିହ୍ନି ପାରୁଛି, ଶୋଇ ପଇଲା ପରେ ବି ଚିହ୍ନି ପାରୁଛି, ହଁ ସବୁ ଅବସ୍ଥାରେ ଜାଣିପାରୁଛି। କାହିଁକି ନା ଏ ଶରୀର ଚିହ୍ନିଛି। ଆପଣ ରୂପକ ସେ ଶରୀର ମନର ସ୍ତରରେ ଟିକେ ଅବିଦ୍ୟାରେ ଅଛନ୍ତି, ହଁ ଅଜ୍ଞାନରେ ଅଛନ୍ତି। ସମୟ ଆସିଲେ ଚିହ୍ନି ଗଲେ ନିଦ୍ରା ଅବସ୍ଥାକୁ ବି ଚିହ୍ନି ପାରିବେ, ଜାଗୃତ ହଁ ଅବସ୍ଥାକୁ ବି ଚିହ୍ନି ପାରିବେ। ଆଉ ମାୟା ବାନ୍ଧିବନି। ସବୁ ଅବସ୍ଥାରେ ନିଜ ତତ୍ଵକୁ ଧ୍ୟାନ ରଖିବେ, ନିଜ ସତ୍ୟକୁ ଧ୍ୟାନ ରଖିବେ। ଅବିଦ୍ୟା, ଅସ୍ମିତା, ମୋହ, ମାୟା ରୂପକ ମାୟା ଉପରେ ଆଉ ମାୟା ଆପଣଙ୍କୁ ବାନ୍ଧିବନି। ହୁଁ ଏଇଟା ହେଲା କଥା। ଜ୍ଞାନ ଦରକାର, ସାଧନା ଦରକାର, ବାରମ୍ବାର ତର୍ଜମା, ବାରମ୍ବାର ସାଧନା। ବାରମ୍ବାର ସତ୍ସଙ୍ଗ ବାରମ୍ବାର ଶୁଣିଲେ ଯାଇକି ବାସ୍ ସେଗୁଡାକ ଟିକେ ମୁଣ୍ଡରେ ପଶିବ, ଆପଣ ନିଶ୍ଚୟ କହିବା। ନିଶ୍ଚୟ ନିଶ୍ଚୟ ସମୟ ଲାଗିବ, ହୁଁ ତର୍ଜମା କରିବାର ଅଛି। ସାମାନ୍ୟ ଆମେ ଭୌତିକ ବିଦ୍ୟା, ଯେଉଁ ବିଦ୍ୟା ଆମକୁ ଦେଖାଯାଉଛି, ଯାହାକୁ ଆମେ ଅପରା ବିଦ୍ୟା କହୁଛେ, ସେ ବିଦ୍ୟା ଅଧ୍ୟୟନ କରିବା ପାଇଁ ଦେଖନ୍ତୁ, ସକାଳୁ ଜଣେ ପିଲା ଯାଉଛନ୍ତି 10ଟାରୁ 4ଟା ଯାଇ ସ୍କୁଲରେ ବସୁଛନ୍ତି। ତାପରେ ଆସିକି ସନ୍ଧ୍ୟାରେ ଫେର ଟ୍ୟୁସନକୁ ଯାଉଛନ୍ତି। ସକାଳେ ଉଠିକି 4ଟାରୁ ବହି ଖୋଲି ନିଜେ ସେଲ୍ଫ ଷ୍ଟଡି କରୁଛନ୍ତି। ହଁ ଭୌତିକ ବିଦ୍ୟା ଯୋଉଟା କି ଅନୁଭବ ମାଧ୍ୟମରେ, ଇନ୍ଦ୍ରିୟ ମାଧ୍ୟମରେ ଦେଖିପାରୁଛେ, ସେ ପରିକା ବିଦ୍ୟା ପାଇଁ ଯଦି ଆମେ 10ମ ପାସ୍ ହବା ପାଇଁ 10 ବର୍ଷ ଦଉଛେ, ଦିନ ରାତି ଏକ କରୁଛେ, ତ ପରାବିଦ୍ୟା ପାଇଁ ସମୟ ଦେଲେ ହିଁ ଚିହ୍ନି ପାରିବା। ହଁ ବିନା ସମୟରେ, ବିନା ସାଧନାରେ ସେ ଜଟିଳ ବିଦ୍ୟା ଏଇଟା। ଆଉ ଜଟିଳ ବିନା କୁହନ୍ତୁ। ସମାଧିସ୍ଥରେ ତାକୁ ଅନୁଭବ କରିହବ ନାହିଁ ଗୁରୁଜୀ? କରିହବ ଯଦି ଆପଣ ଚିହ୍ନିଗଲେ। କିନ୍ତୁ କରିକି ମଧ୍ୟ ମନକୁ ଫେଟିକି, ମନର ସଂସ୍କାରକୁ ପରିବର୍ତ୍ତନ କରିବାକୁ ପଡ଼ିବ। ସମୟ ଲାଗିବ, ଟିକେ ସମୟ ଲାଗିବ। ମାନେ ଭାବି ନିଅନ୍ତୁ ଗୋଟେ ରେଳ ଗାଡ଼ିଟେ ଚାଲୁଛି। ହଁ ରେଳ ଗାଡ଼ିରେ ଆପଣ ବସିଛନ୍ତି, ରେଳଗାଡ଼ିଟା ଚାଲିଛି। ସେ ରେଳଗାଡ଼ି ଭିତରୁ ଯେତେବେଳେ ଦେଖୁଛନ୍ତି, ଗଛ ବୁର୍ଚ୍ଛ ଚାଲିଲା ପରିକା ଲାଗୁଛି, ହଁ କିନ୍ତୁ ଗଛ ବୁର୍ଚ୍ଛ ଚାଲୁନି, ଚାଲୁଛି ଚାଲୁନି। ରେଳଗାଡ଼ି। ହଁ ରେଳଗାଡ଼ି ଯେତେବେଳେ ଥମିଯିବ, ସେ ବ୍ୟକ୍ତି ଆକ୍ଚୁଆଲି ଛୋଟ ପିଲାଟେ ଭାବି ନିଅନ୍ତୁ, ସେ ଝରକାରେ ଦେଖୁଛି, ରେଳଗାଡ଼ି କ'ଣ ଜାଣିନି। ହଁ ସେ ଭାବୁଛି ଗଛ ଚାଲୁଛି, ପାହାଡ଼ ଚାଲିଛି, ବାହାରେ ଲୋକମାନେ ସବୁ ଚାଲିକି ସାଇଁକିନା ପଳାଉଛନ୍ତି, କିନ୍ତୁ ସେ ବୁଝିପାରୁନି ରେଳଗାଡ଼ି ଚାଲିଛି। ରେଳଗାଡ଼ି ଥମିଗଲେ ସେ ପିଲାଟା ବୁଝିପାରିବ, ଜାଣିପାରିବ, ନାଇଁ ମୁଁ ଗୋଟେ ଏମିତିଆ ଗତିଶୀଳ ବସ୍ତୁ ଉପରେ ବସିଥିଲି, ଯେଉଁ ବସ୍ତୁଟା ସେ ମୋତେ ନେଇକରି ଅସ୍ଥିର କରୁଥିଲା, ମୁଁ ଚାଲୁଥିଲି। ତ ସେମିତି ଏଠି ବି ଯେତେବେଳେ ଜ୍ଞାନ ସ୍ପଷ୍ଟ ହବ, ମନରେ ଧାରଣା ସ୍ପଷ୍ଟ ହବ, ଧ୍ୟାନ ନ କରନ୍ତୁ କିଛି ଅସୁବିଧା ନାହିଁ, ଧ୍ୟାନସ୍ଥ ନ ହୁଅନ୍ତୁ କିଛି ଅସୁବିଧା ନାହିଁ। ଜ୍ଞାନର ସ୍ତରରେ ଯଦି ସ୍ପଷ୍ଟ ହେଇଗଲେ, ମାନେ ବୁଝିଗଲେ, ମୁଁ ଆତ୍ମା, ହଁ ମୁଁ ଅବିନାଶୀ, ସେଇଟା ବି ଆପଣଙ୍କୁ ଆନନ୍ଦ ଦେବ, ସୁଖ ଦେବ। ଆଉ ତାକୁ ବାରମ୍ବାର ମନର ସଂସ୍କାରକୁ ପରିବର୍ତ୍ତନ କରିବା ପାଇଁ ପ୍ରୟାସ କରିବାକୁ ପଡ଼ିବ। ସମୟ ଲାଗିବ, ଟିକେ ସମୟ ଲାଗିବ। ମାନେ କ'ଣ, ଏବେ ଆମେ ଯେଉଁ ଜ୍ଞାନର ସ୍ତରରେ ମୋହରେ ବାନ୍ଧି ହେଇଯାଇଛେ, ମୋହରେ ହଁ କ'ଣ, ଶରୀର ପ୍ରତି ମୋହ, ଏ ଦେହ ବୁଢ଼ା ହେଇଗଲେ କ'ଣ ହବ, ଦେହ ରୋଗ ହେଇଗଲେ କ'ଣ ହବ, ଦେହର ମୃତ୍ୟୁ ହେଇଗଲେ କ'ଣ ହବ, ମୁଁ ଖରାରେ ବୁଲୁଛି, ଦେହ କଳା ପଡ଼ିଗଲା, କେଶ ଉପୁଡ଼ୁଛି, କେଶ ପାଚିଗଲେଣି, ଦେହ ରୂପକ ମୋହରେ ଅଛେ, ପରିବାର ରୂପକ ମୋହରେ ଅଛେ। ପରିବାର ରୂପକ ମୋହର ପିଲାପିଲିଙ୍କର କ'ଣ ହେଲେ ଚଞ୍ଚଳ, ଅସ୍ଥିର, ପିଲାପିଲିଙ୍କର ଭବିଷ୍ୟତ କଥା, ତାଙ୍କ ଚାକିରି କଥା, ନାତି ନାତୁଣୀଙ୍କ କଥା,
ଘର କଥା, ଧନ କଥା, ଏ ସବୁ ମୋହରେ ମନ ବାନ୍ଧି ହେଇକିରି ଅଛି। କିନ୍ତୁ ମନରେ ଯଦି ସେତିକି ସ୍ପଷ୍ଟତା ଆସିଯିବ, ନାଇଁ ମୁଁ ଅଛି, ମୁଁ ସୀମିତ ନୁହଁ, ଅସୀମ ଭାବରେ ସବୁଠାରେ ଅଛି। ଦ୍ୱିତୀୟ, ଏ ଦେହ ମୁଁ ଗୋଟେ ବସ୍ତ୍ର ରୂପରେ ଧାରଣା କରିଛି। ଏ ଯେଉଁ ପରିବାରକୁ ଦେଖୁଛି, ଏ ସୀମିତ ପରିବାର ମୋର ନୁହଁ, ଏ ଅସୀମ ସଂସାର ମୋର, ଅସୀମ ସଂସାର ମୁଁ। ଯେଉଁଠି ଯିଏ ବି ମୋ ସାଙ୍ଗରେ ଅଛନ୍ତି ସେ ମୋର, ସେ ମୁଁ ହିଁ। ଏ ଭାବ ଯେତେବେଳେ ସ୍ପଷ୍ଟ ହେଇଯିବ ବି ଶାନ୍ତିରେ ରହିପାରିବେ, ଅନୁଭବର ହଁ ଆବଶ୍ୟକତା ନାହିଁ। କିନ୍ତୁ ଏ ଭାବ ଆସିବା ବି ଦରକାର, ବୁଝିପାରୁଛନ୍ତି? ହଁ ଛୋଟବେଳଠୁ ଯଦି ଏ ବ୍ରହ୍ମ ବିଦ୍ୟାକୁ ଆମେ ଶିଖିଥାନ୍ତେ, ଏ ବୟସରେ ଏତେ ଜଟିଳତା ହେଇନଥାନ୍ତା। ହଁ ବୁଝିପାରୁଛନ୍ତି? ହଁ ବୁଝନ୍ତୁ ଏ କଥାକୁ, ମନ ଛୋଟବେଳଠୁ ଏକ ଅନୁଶାସନ ସହିତ ଥାନ୍ତା, ସତ୍ୟକୁ ଚିହ୍ନିଥାନ୍ତା, ମିଥ୍ୟାରେ ବାନ୍ଧି ହେଇନଥାନ୍ତା, ଜ୍ଞାନକୁ ଧାରଣ କରିଥାନ୍ତା, ଅଜ୍ଞାନରେ ଛନ୍ଦି ହେଇନଥାନ୍ତା। ବୁଝିପାରୁଛନ୍ତି? ଏବେ ହଁ ଏବେ ଦୁଃଖର କାରଣ ତିନିଟା ଜିନିଷ। ଗୋଟେ, ଆମେ ଅନ୍ଧକାରରେ ବଞ୍ଚୁଛେ, ଆମେ ଅବିଦ୍ୟା ଅଜ୍ଞାନରେ ବଞ୍ଚୁଛେ, ସଂସାରର ଶରୀରର ଏ ଯେଉଁ ସମାଜର ସମ୍ପର୍କକୁ ଆମେ ଠିକ୍ ସେ ଚିହ୍ନି ପାରୁନେ। ଚତୁର୍ଥ ହେଲା, ଆମେ ମୃତ୍ୟୁ ପ୍ରତି ଡରକୁ ରଖୁଛେ, ନିଜକୁ ଅପୂର୍ଣ୍ଣ ଭାବ ଭାବିଛେ, ନିଜକୁ ସୀମିତ ମାନିଛେ। ଏସବୁ ଜିନିଷ ଆମକୁ ଅସ୍ଥିର କରୁଛି। ହଁ ତ ବ୍ରହ୍ମବିଦ୍ୟା ଭାବନ୍ତୁ କେତେ ବଡ଼ ଜିନିଷ, କେତେ ହଁ ବଡ଼ ଜିନିଷ। ତାକୁ ଲୁଚେଇକିରି ଏମାନେ ସ୍ୱାର୍ଥ ପୂର୍ତ୍ତି କରିବା ପାଇଁ ମନ୍ଦିରରେ ଭୋଗ ବିକୁଛନ୍ତି। ହଁ ସେଇଆ ହଉନି କି? ହଁ ପ୍ରସାଦ ବିକୁଛନ୍ତି, ମାଇକ୍ ବଜାଉଛନ୍ତି, କିନ୍ତୁ ଏତେ ବଡ଼ ଗୋଟେ ଅମୂଲ୍ୟ ଜିନିଷ ଯାହାକୁ ଶିଖିବା ପାଇଁ ଦେଶ ବିଦେଶର ଲୋକ ଆମ ଭାରତକୁ ଆସୁଛନ୍ତି, ଆମେ ନିଜେ ହଁ ତାକୁ ଘୋଡ଼େଇ ନେଇଛେ, ତାକୁ ଲୁଚେଇ ନେଇଛେ। ହଁ ବିରାଟ କଥା ଏଇଟା। ହବ ଧୀରେ ଧୀରେ ଲୋକଲୋଚନକୁ ଆସିଲେ, ଆଉ ନିଶ୍ଚୟ ସମାଜରେ ଆଉଥରେ ଏ ସତ୍ୟର ପ୍ରତିଷ୍ଠାପନ ହବ। ଅନେକ ଲୋକ ସବୁ ବୁଝିବେ, ଚିହ୍ନିବେ, ଉପକୃତ ହେବେ। ହଉ, ଆମର ଚେଷ୍ଟା ତ ଜାରି ରହିଲେ ହିଁ ଆମେ ଉନ୍ନତି ହେବା ନା କରୁଛୁ। ନିଶ୍ଚୟ 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 ଚେଷ୍ଟା, ଆମର ପ୍ରୟାସ, ନିଶ୍ଚୟ ନିଶ୍ଚୟ ଅଧିକରୁ ଅଧିକ ନିଶ୍ଚୟ ପ୍ରୟାସ ଆମର ଜାରି ରହିଲେ, ଶ୍ରଦ୍ଧା ରହିଲେ ହିଁ ହବ। ନିଶ୍ଚୟ ଶ୍ରଦ୍ଧା ଦରକାର, ଶ୍ରଦ୍ଧା ଦରକାର, ତେଣୁ ଶ୍ରଦ୍ଧା ଆମ ଦରକାର। ବୁଝିବା ଦରକାର ଅଛି, ଆମର ସାଧନା ଦରକାର ଅଛି। ନିଶ୍ଚୟ 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 ଏ ସବୁ କଥା ରହୁଛି ଆଉ। ନିଶ୍ଚୟ। ଆଦିଗୁରୁ ଶଙ୍କରାଚାର୍ଯ୍ୟ ବହୁତ ସୁନ୍ଦର ଭାବରେ ଏ କଥା କହିଛନ୍ତି, ସାଧକ ରୂପକ ପକ୍ଷୀର ଦିଟା ଡେଣା। ହଁ ଦିଟା ଡେଣା, ଗୋଟେ ହେଲା ବ୍ରହ୍ମଜ୍ଞାନ, ଦ୍ୱିତୀୟ ହେଲା ମୁମୁକ୍ଷତ୍ଵ। ହଁ ହଁ ମୁମୁକ୍ଷତ୍ଵ ମାନେ ବ୍ରହ୍ମ ଜିଜ୍ଞାସା। ହଁ ଯେତେ ବ୍ରହ୍ମ ଜିଜ୍ଞାସା ରହିବ, ସେତେ ଜ୍ଞାନକୁ ଆପଣ ପାନ କରିବେ, ଗ୍ରହଣ କରିବେ। ଆଉ ଯେତେ ଜ୍ଞାନକୁ ଗ୍ରହଣ କରିବେ, ମନରେ ସେତେ ସ୍ପଷ୍ଟତା ଆସିବ, ଆଚରଣରେ ସେତେ ପରିବର୍ତ୍ତନ ଆସିବ। ଏସବୁ ଜିନିଷ। ଆରେ ପ୍ରଥମରେ ଯୋଉ ଆତ୍ମ ଅନୁଭୂତି ବା ବ୍ରହ୍ମାନୁଭୂତି ପାଇଁ ବିନା ସମାଧିସ୍ଥରେ ବି ତ ହବ ବୋଲି କହୁଛନ୍ତି ଗୁରୁଜୀ। କଣ କହୁଛନ୍ତି? ଆମେ ପ୍ରଥମେ ଯୋଉ ବ୍ରହ୍ମାନୁଭୂତି ପାଇଁ, ଆଜ୍ଞା ବ୍ରହ୍ମ ଅନୁଭୂତି ବା ଆତ୍ମ ସାକ୍ଷାତକାର ପାଇଁ ବା ସ୍ୱରୂପ ଆଜ୍ଞା ଆଜ୍ଞା ଅନୁଭବ ପାଇଁ, ଆଜ୍ଞା। ଆଉ ପ୍ରଥମ ପର୍ଯ୍ୟାୟରେ ଆମେ କେମିତି କରିବା? ପ୍ରଥମ ପର୍ଯ୍ୟାୟରେ ଏସବୁ କଥାକୁ ମାନେ ବୁଝିବା। ବିନା ଧ୍ୟାନରେ ସେଟା ହବ କି ଗୁରୁଜୀ? ବିନା ଧ୍ୟାନରେ, ଦେଖନ୍ତୁ, ଗୋଟେ ବିନା ଧ୍ୟାନରେ ଗୋଟେ କଥା ଦେଖନ୍ତୁ, ଯେପର୍ଯ୍ୟନ୍ତ ଗୋଟେ କଥାକୁ ଆପଣ ଅନୁଭବ କରୁନାହାନ୍ତି, ଗୋଟେ କଥାର ସ୍ପଷ୍ଟତା ରହୁନି। ହଁ ବୁଝନ୍ତୁ କଥାକୁ, ଅନୁଭବ କରୁନାହାନ୍ତି, ସ୍ପଷ୍ଟତା ରହୁନି, ମାନେ ମୁଁ ଆପଣଙ୍କୁ କହିବି, ଗୋଟେ ଏଲିଏନ୍ସ ଅଛନ୍ତି। ଏଲିଏନ୍ସ ଆମ ପୃଥିବୀ ଉପରକୁ ଆସିଥିଲେ। ସେ ଗୋଟେ ବଡ଼ ଯାନ ଆଣିକି ଆସିଥିଲେ, ସେ ପଳେଇଲେ। ଆପଣ ହଁ କହିବେ, ଟିକେ ମାନିବେ, କିନ୍ତୁ ଯେପର୍ଯ୍ୟନ୍ତ ଏଲିଏନ୍ସକୁ ଦେଖି ନାହାନ୍ତି, ଗୋଟେ ସ୍ପଷ୍ଟତା ଆସିବନି ମନ ଭିତରେ। ହଁ, ମନ ସେଇ କଥା ତ ଟିକେ ମୁଁ କହୁଛି ଗୁରୁଜୀ, ଟିକେ ସେଇ କଥା ସଂଶୟ ମୁଁ ଆସିବ। ତ ହଁ ଏଠି ସେମିତି ଅନୁଭବ ହେଲା। ଦେଖନ୍ତୁ, ଆଉ ଗୋଟେ କଥା ବୁଝନ୍ତୁ କଥାକୁ, ଆମେ ସେ କଥା ଟିକେ ପୂର୍ବରୁ ବି କଥା ହେଇଥିଲେ। ଯଦି ହଁ ଗୋଟେ ବାଳକକୁ ଗୋଟେ କଥାଟା ବୁଝେଇବା, ଛୋଟ ହଁ ପିଲାଟାକୁ, ଶିଶୁକୁ ଗୋଟେ କଥାକୁ ବୁଝେଇବା, ସିଏ ସ୍ପଷ୍ଟ ଭାବରେ ବୁଝିପାରିବ। ହଁ କିନ୍ତୁ ଏବେ ଆମେ ମନକୁ ବାନ୍ଧି ଛନ୍ଦି ଦେଇଛେ, ହଁ ଭୁଲ ବାଟରେ ନେଇ ଯାଇଛେ, ନିଜକୁ ଦେହ ମାନି ନେଇଛେ। ହଁ ମାନେ ଜଣେ ଭାବି ନିଅନ୍ତୁ, ଜଣେ ଶିଶୁ, ସେ ଶିଶୁର ମନରେ କିଛି ରାଗ ଦ୍వేଷ ନାହିଁ, ସଂସାର ପ୍ରତି ଅଧିକ ଜ୍ଞାନ ନାହିଁ, ମନକୁ ସେ କିଛି ବିଗାଡ଼ି ନାହାନ୍ତି। ହଁ ବିଗାଡ଼ିଆ ମାନେ କଣ? ଭୌତିକ ଜ୍ଞାନରେ ମନକୁ ସେ ପ୍ରୋଗ୍ରାମିଂ କରିନାହାନ୍ତି। ସେ କରିନାହାନ୍ତି, ଶିଶୁ ତାର ମନ ବୁଝିଯିବ, ଶୁଦ୍ଧ ଅଛି। ସିଏ ବୁଝିଯିବ ସହଜରେ। କିନ୍ତୁ ହଁ ଆପଣ, ମୁଁ, ଏ ବୟସରେ ଥିବା ଆମେ ମାନେ ବୁଝିବା ବହୁତ ଜଟିଳ ହେଇଯିବ। ହଁ ଆମ ମନରେ ବହୁତ ସାରା ପ୍ରଶ୍ନ ଉଠିବ,
କେମିତି କେମିତି ନା ନା ଏମିତି ହବନି। ଆମେ ଆମ ନିଜ ଜ୍ଞାନକୁ ନେଇକି ତର୍ଜମା କରିବା। ଆମେ ହଁ କହିବା ବ୍ରହ୍ମ ଏକ, ମୁଁ ହିଁ ସମସ୍ତଙ୍କ ଭିତରେ ଅଛି। ସେଠି ମନ ହସିବ, ମନ ହାସ୍ୟାସ୍ପଦ ଲାଗିବ। ମୁଁ ବ୍ରହ୍ମ, କି କଥା। ଇରାନରେ ଯୁଦ୍ଧ ହଉଛି ତାହେଲେ ମୁଇଁ କରୁଛି। ଇରାକରେ ଫେର ଆମେରିକା ଉପରେ ପରମାଣୁ ବମ୍ବ ତାହେଲେ ମୁଇଁ ପକେଇବି। ମୁଇଁ ତାହେଲେ ଚୋର। ମାନେ ଏମିତି ନକାରାତ୍ମକ ଭାବନା ଆସିବ। ହୁଁ ତ ହୁଁ ଯେହେତୁ ଆମ ମନକୁ ଆମେ ଇଏ ପରାବିଦ୍ୟାରୁ ବଞ୍ଚିତ ରଖିଛେ, ଏ ଅମୂଲ୍ୟ ଜ୍ଞାନରୁ ବଞ୍ଚିତ ରଖିଛେ, ଏବେ ଏ ବୟସକୁ ଆସିକରି ବୁଝିବା ଟିକେ ଜଟିଳ ହବ। ଅସମ୍ଭବ ତ ନୁହଁ, ଜଟିଳ ହବ। କିନ୍ତୁ ଜଣେ ହଁ ଶିଶୁକୁ ବୁଝେଇଲେ ସେ ବୁଝିଯିବ। ହଁ ଶିଶୁ ସହଜ ଭାବରେ ବୁଝିବ, ସରଳ ରୂପରେ ଗ୍ରହଣ କରିବ ସବୁ କଥାକୁ। ଧରି ପାରୁଛନ୍ତି କଥାକୁ? ହଁ ତେଣୁକରି ଏବେ ଯଦି ଆମେ କହିବା ନାଇଁ ସରଳ ରୂପରେ ବହୁତ ଜଲ୍ଦି ଆମେ ବୁଝିପାରିବା, ଟିକେ ଜଟିଳ ହବ। ତା ପାଇଁ ଇଚ୍ଛା ଶକ୍ତି, ହଁ ଆଗ୍ରହ, ଆସକ୍ତି ଦରକାର। ଏସବୁ କଥା। ଭଲ, ଆପଣ ବହୁତ ଉଚ୍ଚ କୋଟିର ପ୍ରଶ୍ନ ସବୁ ପଚାରୁଛନ୍ତି। ଆମେ ଜୁମ ରେ ଆକୁ କଲେ ଭଲ ହୁଅନ୍ତା। ଆପଣଙ୍କର ମୋର ଟିକେ ନାଇଁ ଚର୍ଚ୍ଚା। ଉଚ୍ଚ କୋଟିର, ତାପରେ ତ ଲକ୍ଷ୍ୟ ତ ଆମର ସେଟା ଅଛି ଗୁରୁଜୀ, ସେଇଥିପାଇଁ ତ ବୁଝିଲେ କି ନାଇଁ। ନିଶ୍ଚୟ ନିଶ୍ଚୟ ନିଶ୍ଚୟ। ସେଇ ଆତ୍ମଦର୍ଶନ, ସ୍ୱରୂପ ଅନୁଭବ, ବ୍ରହ୍ମ ଅନୁଭୂତି, ଯେତିକି ଶବ୍ଦ ଆପଣ କହୁଛନ୍ତି, ନିଶ୍ଚୟ ନିଶ୍ଚୟ ନିଶ୍ଚୟ। ସେଇଟା ତ ହେଲେ ଆମର ଜନ୍ମ ସାର୍ଥକ ହେଲା ବୋଲି ଆମେ ବି ନାଇଁ ନାଇଁ, ମନରେ। ସେମିତି ଭାବନ୍ତୁନି, ସେମିତି ଭାବନ୍ତୁନି। ଆପଣଙ୍କ ଜନ୍ମ ସାର୍ଥକ ଅଛି। ଫେର ଆଉ ଥରେ ଟ୍ରାପ ରେ ଫସିଯିବେ। ଆପଣ ବ୍ରହ୍ମ ବନିବେନି, ବ୍ରହ୍ମ ଅଛନ୍ତି। ନା ମନରେ ସେଇଟା ତ, ସ୍ୱୀକାର କରିଦେଲେ ସରିଗଲା। କିନ୍ତୁ ମନରେ ଗୋଟେ ସ୍ପଷ୍ଟତା ଯୋଉ ପର୍ଯ୍ୟନ୍ତ ଆସିଗଲେ ଆପଣ ଏବେ ସରିଗଲା। ଯୋଉ ଆଗରୁ କହିଲେ ଯୋଉ ସ୍ପଷ୍ଟତା, ସ୍ପଷ୍ଟତା, ବୁଝିପାରିଲେ କି ନାଇଁ? ହଁ। ଜ୍ଞାନ ବାନ୍ଧୁଛି ଆଉ, ଅଜ୍ଞାନ ହଁ ବାନ୍ଧୁଛି। ହଁ, ଅଜ୍ଞାନ ସେଇ ଆଜ୍ଞା ସ୍ପଷ୍ଟତା ଯୋଉ ଯାଏ ହେଇନି, ଆଜ୍ଞା ଆଜ୍ଞା। ବୁଝିପାରିଲେ କି ନାଇଁ? ଯେ ଚାଖି ଠିକ ଠିକ ନାହାନ୍ତି, ଇଏ କରିନାହାନ୍ତି, ସେ ଠିକ ପର୍ଯ୍ୟନ୍ତ ଠିକ କେମିତି ହବ ଗୁରୁଜୀ କୁହନ୍ତୁ? ଠିକ 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 ଠିକ। ଧୀରେ ତେଣୁ ଧୀରେ 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 ମନ ଆଉଥରେ ପରିବର୍ତ୍ତନ ହେଇଯିବ। ଆଉ ଜୀବନ ସାର୍ଥକ ଏବେ ବି ଅଛି, ବୁଝିପାଇଲେ ହେଲା ଆଉ। ତାପରେ ଆପଣ ବୁଝିଗଲା ପରେ ଆପଣଙ୍କୁ ଚାରିଟା ବାସ୍, ବାଟ, ସବୁ ରାସ୍ତା ଦେଖାଯିବ। ସବୁ ବାଟ ଦେଖାଯିବ ସବୁ। ବୁଝିପାରିଲେ କି ନାଇଁ? ଆପଣ ସବୁ ଅନୁଭବ କରି ସେଠି ସ୍ଥିତ ହେଇଛନ୍ତି, ଆମର ଆଜ୍ଞା ସବୁ ଦେଖାଯାଉଛି। କିନ୍ତୁ ଆମେ ଅଜ୍ଞାନରେ ଅଛୁ ନା ଗୁରୁଜୀ, ସେଥିପାଇଁ ଆଜ୍ଞା ଆମକୁ ଆଜ୍ଞା ଟିକେ ଆଜ୍ଞା ଆଜ୍ଞା ଆଜ୍ଞା। ଟିକେ ସମୟ ଲାଗିବ। ଆଉ ହଁ ଜିଜ୍ଞାସା ଯେହେତୁ ଆଗ୍ରହ ଆପଣଙ୍କ ଭିତରେ ଅଛି, ଅଧିକ ସମୟ ବି ଲାଗିବନି, ଅଳ୍ପ ସମୟରେ ସବୁ ହେଇଯିବ। ଆଉ ତୃପ୍ତ ରହିବେ ସଦାବେଳେ ପାଇଁ। ଏ କଥାକୁ, ଏ କଥାର ଗଭୀରତାକୁ ମନକୁ ସ୍ୱୀକାର କରିବା ପାଇଁ ଚେଷ୍ଟା କରନ୍ତୁ। ବୁଝେଇବା ପାଇଁ ଚେଷ୍ଟା କରନ୍ତୁ। ଆଉ ଏ କଥାର ଆନନ୍ଦକୁ ନିଅନ୍ତୁ। ଆନନ୍ଦକୁ, କେତେ ଆନନ୍ଦର କଥା କହିଲେ। ସଂସାରରେ ହଁ ଯାହା ଦେଖୁଛି, ଯାହାକୁ ଦେଖୁଛି, ମୁଁ ହିଁ ମୁଁ। ହଁ ମୋ ବିନା କିଛି ବି ଅଲଗା ନାହିଁ। ହଁ ମୋ ଠାରୁ କିଛି ବି ଭିନ୍ନ ନାହିଁ। ହଁ ଆମେ ସମସ୍ତେ ଗୋଟେ ପରିବାର, ଆମେ ହଁ ସମସ୍ତେ ଏକ। ଆଠାରୁ ଖୁସି ଅଛି କୁହନ୍ତୁ? ନାଇଁ। କେତେ ଅଦ୍ଭୁତ କଥା ଏଇଟା। ହଁ କେତେ ଚମତ୍କାର କଥା। ହଁ କୌଣସି ଜାତି ନାହିଁ, ବର୍ଣ୍ଣ ନାହିଁ, ଧର୍ମ ନାହିଁ, ହିନ୍ଦୁ ନାହାନ୍ତି, ଖ୍ରୀଷ୍ଟିଆନ ନାହାନ୍ତି, ହଁ ରାକ୍ଷସ ନାଇଁ, ଦେବତା ନାଇଁ, କିଛି ନାହିଁ। ସବୁ ଏକ, ଗୋଟିଏ ଶକ୍ତି। କେତେ ଅଦ୍ଭୁତ କଥା ଏଇଟା, କେତେ ଚମତ୍କାର କଥା। ଏ କଥା ଭାବିଲା ବେଳକୁ ରୁମ ଟାଙ୍କୁରି ଆସୁନି? ହଁ ହଁ। ଆଁ, କେତେ ଖୁସିର ସେଇଟା ତ କଥା। ସତ କଥା, କିନ୍ତୁ ସେଇ ଯୋଉ ଅନୁଭବ ଟା ଟିକେ ହେଲେ ଆହୁରି ଅଧିକ ସୁଦୃଢ ହେବ। ଅଧିକ ଆମେ ଫେର ବୁଲିକିରି ବାରଟା ବେଳକୁ ସେ ଉର୍ଜାବାନ କଣ୍ଟା ହେବା, ବୁଝିପାରିଲେ କି ନାଇଁ? ନିଶ୍ଚୟ ନିଶ୍ଚୟ, ମନରେ ସ୍ପଷ୍ଟତା ଆସିବ। ହଁ। ଏଇଟା ତ ଠିକ କଥା। ସେଟା ହବ ଏଇ ଏବେ ମାଧ୍ୟମ। ଆପଣ ଯୋଉ କହିଲେ ସୁଖମାତି ସୁଖମ ବୋଲେ, ଆମର ମନରେ ଗୋଟେ କଣ ଜାଗୃତି, ତାକୁ କେମିତି ଅନୁଭବ କରିବା? ଆଜ୍ଞା ଆଜ୍ଞା ଆଜ୍ଞା। ଗୋଟେ ପ୍ରଶ୍ନ ଉଠୁଛି ନା ଗୁରୁଜୀ? ନିଶ୍ଚୟ ନିଶ୍ଚୟ। କୋଉ ସାଧନା କରିବା, କେମିତି କରିବା? ନିଶ୍ଚୟ ନିଶ୍ଚୟ ନିଶ୍ଚୟ। ତେଣୁ ଏମିତି ସବୁ ଦ୍ୱନ୍ଦ ପ୍ରଶ୍ନ ଉଠୁଛି ଆଉ। ନିଶ୍ଚୟ ନିଶ୍ଚୟ। ଆଚ୍ଛା, ଆମର ତ ସବୁଦିନ ତ ଆସନ ପ୍ରାଣାୟାମ ଧ୍ୟାନ ତ ଅଭ୍ୟାସ ନହେଲେ ତ ହବନି ଗୁରୁଜୀ, ସେଟା ତ ଅଭ୍ୟାସ। ହଁ, ଏ ସବୁ ଜିନିଷ ସବୁ ଆବଶ୍ୟକ ଅଛି। ଶରୀରକୁ ଆରୋଗ୍ୟ ରଖିବା, ମନକୁ ଶାନ୍ତ ରଖିବା, ରଖିବା। ଖାଦ୍ୟପେୟ ଉପରେ ଶାଳୀନତା ରଖିବା, ହଁ ଇନ୍ଦ୍ରିୟକୁ ସଂଯମତା ରଖିବା। ରଖିବା। ଏ ସବୁ ହେଲା ଆଧାର। ହଁ ଆତ୍ମାକୁ ଅନୁଭବ କରିବା ପାଇଁ ହଁ। ସବୁ ଆଧାର। ଏବଂ ମନକୁ ତୁରିୟ ଅବସ୍ଥାକୁ ନେଲେ ହିଁ, ଆପଣ ତ କହୁଛନ୍ତି, ଆଜ୍ଞା ଆଜ୍ଞା ଆଜ୍ଞା। ତାକୁ ବୁଝି ହବ କି ଜାଣି ହବ ବାସ୍ ବୋଲି ବାସ୍, କହୁଛନ୍ତି। ଚିହ୍ନିଦେଲେ ଆଉ ସ୍ପଷ୍ଟ କରିଦେଲେ, ଜାଣିଦେଲେ ବାସ୍। ଚତୁର୍ଥ ଅବସ୍ଥାକୁ ପଳେଇଲେ, ନିଜ ସାଙ୍ଗରେ ସମାହିତ ହେଇଗଲେ। ହଁ, ଆଜ୍ଞା। ଆଉ ଯୋଉ ମନର ବୃତ୍ତି ଚାଲିଛି ବୋଲି ଆମେ ଯାଇପାରୁନୁ। ବୃତ୍ତି ଚାଲିଛି, ମନ ଟିକେ ମୋହ ଲୋଭରେ ମନ ଟିକେ ବାନ୍ଧି ଅସ୍ଥିର ହେଇଯାଇଛି। ଅଛି। ଅସ୍ଥିର ଅଛି ଟିକେ। ବୋଲି ତୁ ବୁଝୁଛୁ, ବୁଝିଛି ଗୁରୁଜୀ, ମୁଁ ଆଜ୍ଞା ଆଜ୍ଞା। ବୁଝିଛି। ନାଇଁ, ବୁଝିଛନ୍ତି ବୋଲି ଆପଣ ପଚାରୁଛନ୍ତି। ଦ୍ଵିତୀୟ ଦେଖନ୍ତୁ, ଆ ଦେହରେ କିଛି ମାନିବାର କଥା ନାହିଁ। ଆ ହଁ ଦେହରେ କୌଣସି ରାମ କାହାଣୀ, ରାମ କଥା ନାହିଁ। ମାନେ ହଁ ରାକ୍ଷସ ଆସିଲେ, ଦେବତା ଆସିଲେ, ଯୁଦ୍ଧ ହେଲା, କିଏ କୁଆଡେ କ୍ଷେପଣାସ୍ତ୍ର ମାଇଲେ,
ବ୍ରହ୍ମାସ୍ତ୍ର କିଏ ମନ୍ତ୍ର କରିଦେଲେ କିଏ ଗିରିଗୋବର୍ଦ୍ଧନ ଉଠେଇ ଦେଲେ ସେଠି ସନ୍ଦେହ ଅଛି, ଏଠି ହଁ ସନ୍ଦେହ ନାହିଁ, ଏଠି ସ୍ପଷ୍ଟ ଅନୁଭବ କରିଛେ ଆମେ ସବୁ କଥାକୁ, ଅନୁଭବ ରୂପକ ସ୍ପଷ୍ଟ ଆଧାରକୁ ମାଧ୍ୟମ କରି ଆମେ ଚର୍ଚ୍ଚା ହଉଛେ, ହଁ। କିଛି ନାଇଁ କଳ୍ପନା ନାହିଁ। ତାପରେ ଆଉ ଗୋଟେ କଥା କଣ ହେଲା ନା ଗୁରୁଜୀ, ବିଭିନ୍ନ ସାଧୁ ସନ୍ଥ ଆଜ୍ଞା, ବାଟମଣା ବିଭିନ୍ନ କରିଦେଇଛନ୍ତି ଆଉ କଥାଟାକୁ ଇଏ କଲେ, ବୁଲେଇ ବଙ୍କେଇକି ଟିକେ ବୁଝିପାରିଲେ କି ନାଇଁ? ଠିକ ଏବେ କହିଲେ। ବି ତ ଆପଣଙ୍କ ଚ୍ୟାନେଲରେ ମୁଁ ଦେଖୁଛି ବହୁତ ଲୋକ ଏଇ ଜୀବ ଆତ୍ମା ପରମାତ୍ମା ଭିତରେ ସନ୍ଦେହରେ ହିଁ ଅଛନ୍ତି, ତ ଶୁଣିଛନ୍ତି ସେଇପରିକା ନା, ଅନାଦି କାଳରୁ ବୁଝିପାରିଲେ କି ନାଇଁ? ଶୁଣିଛନ୍ତି, ତେଣୁ ଏଇଟା ବି ସ୍ପଷ୍ଟ ମାନିଛନ୍ତି, ହେଇନି। ମାନିଛନ୍ତି, ତ ମାନିଛନ୍ତି ତ ସେ ମାନିବାକୁ ନେଇକି ସେ ପରଖୁଛନ୍ତି। ହଁ ଆଉ ଏଇଟା ଦେଖନ୍ତୁ, ଏଇଟା ଦେଖିବାକୁ ଗଲେ ଓଡ଼ିଶାରେ ବହୁତ ସାଧୁସନ୍ଥ ବି ଆସିଥିଲେ, ଏ ପ୍ରଚାର ବି କରିଥିଲେ, କିନ୍ତୁ ଟିକେ ସମୟ ଗ୍ୟାପ୍ ହେଇଯାଇଛି ଏବେ। ହଁ ଭଗବାନ ବୁଦ୍ଧ ଆସିଥିଲେ, ସେ ପଳେଇଲେ, ଟିକେ ଗ୍ୟାପ୍ ହେଇଗଲା। ହଁ ଅଚ୍ୟୁତାନନ୍ଦ ମହାପୁରୁଷ ଆସିଥିଲେ, ସେ ଗ୍ୟାପ୍ ହେଇଗଲା। ଏବେ ତାଙ୍କର ମାଳିକା ବେକାରିଆ ଫାଲତୁ କଥା ପ୍ରଚାର କରୁଛନ୍ତି। ଅଚ୍ୟୁତ ସାମନ୍ତଙ୍କର ଯୋଉ ଅଚ୍ୟୁତାନନ୍ଦ ମହାପୁରୁଷଙ୍କର ଯୋଉ ବ୍ରହ୍ମ ବାଣୀ ଅଛି ତାକୁ ପ୍ରଚାର କରୁନାହାନ୍ତି। 46 ପଟଳ ଅଛି, ତାପରେ ଆପଣଙ୍କର ହଁ 46 ପଟଳ, ଆଉ ଗୋଟେ କଣ କି ଗୋଟେ ପଟଳ ଗୋଟେ ଅଛି, ଏସବୁ ତାଙ୍କର ଅଛି, ସାଧନା ବିଧି ସବୁ ଲେଖା ହେଇଛି, ଅଦ୍ୱୈତ ବେଦାନ୍ତ ଉପରେ ଲେଖା ହେଇଛି, ତାର ପ୍ରଚାର ହଉନି। ମିଛରେ ମାଳିକା ଏମିତି ମୀନ ଖେଳିବ, ପଥର ଖସିବ, ରକ୍ତ ବାନ୍ତି କରିବେ, ମାନେ ଏସବୁ ଲୋକ ବିଷୟରେ ଗୋଟେ ଭୟ ଜାତ ଲୋକଙ୍କୁ କରାଇଲେ, ଭୟଜାତ କରିକିରି ତାଙ୍କୁ ମାୟାରେ ବାନ୍ଧିକିରି ତାଙ୍କ ଠାରୁ ହନ୍ତସନ୍ତ କେମିତି କରାଇଲେ, ହନ୍ତସନ୍ତ କରିବା କଥା। ବୁଝିପାରିଲେ? ହନ୍ତସନ୍ତ ହେଇଛି ନା ଗୁରୁଜୀ। ଏକରେ ତ ମାୟା ବାନ୍ଧିଛି ଆମକୁ, ଆମେ ଏମିତି ମାୟା ଗ୍ରସରେ ଅଛେ, ଗ୍ରସିତ ଅଛେ, ହଁ ଆଉ ଓଲଟା ମାୟାର ପ୍ରଚାର କରି ଲୋକଙ୍କୁ ଆହୁରି ଭ୍ରମରେ ବାନ୍ଧୁଛନ୍ତି। ବାନ୍ଧୁଛନ୍ତି। 2012ରେ ଧ୍ୱଂସ ହେଇଯିବ ବୋଲି କହିଲେ, ଏବେ 2032 ଆଡେ ଆହୁରି ଧ୍ୱଂସ ହେଇଯିବ ବୋଲିକିରି ହନ୍ତସନ୍ତ କରି ପୁଣି ଯାହା କିଛି କରିବା ଲୋକକୁ ପୁଣି କି ନ କରାଇ କଥା ଦେବାକୁ କହିଲେ। ସେଇଟା। ଯେ ଗୋଟେ କିଛି କରିବା ପାଇଁ ସାହସ କରିଥିବେ, ଆଜ୍ଞା, ସେ ଆଙ୍କ କଥା ଶୁଣି ପୁଣି ହତାଶ ହତାଶ ହେଇଯିବେ। ହେଇଯିବେ ନା। ସେମିତିଆ କଥା କହୁଛନ୍ତି ଗୁରୁଜୀ। ସେଇଆ ହଉଛି, ସେଇଆ ଚାଲିଛି ଏବେ। ତେଣୁ ଠିକ ଏଇ ମୁଁ କହିବା କଥା କଣ, ସେମିତିଆ ହେଇକି ଆମେ ଟିକେ ଆମକୁ ସମୟ ହେଇଯାଉଛି ଆଉ, ବୁଝିପାରିଲେ କି ନାଇଁ? ଆଜ୍ଞା 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 ଯଦି ଗୋଟେ ମାର୍ଗ, ଗୋଟେ ଦିଶା, ଗୋଟେ କଥା ରକ ଠକ କହିବେ, ଆଜ୍ଞା ଆମେ ଠିକ ସେଇଟା ଆଚରଣ କରିଥାନ୍ତୁ। ନିଶ୍ଚୟ ନିଶ୍ଚୟ ଆପଣ ଗୋଟେ ନିଶ୍ଚୟ। କଥା କହିଲେ, ସେ ଗୋଟେ କଥା କହିଲେ, ସେ ଗୋଟେ କଥା ମନ କହିଲେ, ମନ ଦ୍ୱନ୍ଦରେ ଫସି ଯାଉଛି ମନ ଆଉ। ଫସି ଯାଉଛି, ସେମିତି ହିଁ ସମୟ ନଷ୍ଟ ହେଇଯାଇଛି ଗୁରୁଜୀ ଆମର, ବୁଝିପାରିଲେ ନିଶ୍ଚୟ କି ନାଇଁ? ନିଶ୍ଚୟ ନିଶ୍ଚୟ ନିଶ୍ଚୟ, ତେଣୁ କିଛି ଏଇଟା ହିଁ ଅସୁବିଧା ଆମକୁ ନାହିଁ, କିଛି ଅସୁବିଧା ନାହିଁ। ଏବେ ବି ଆଜ୍ଞା ଏ ସଂସାରକୁ ଯଦି ପରଖିବେ, ଅଧିକାଂଶ ଲୋକ ଆଶା ଅଭିଳାଷା ସହିତ ଈଶ୍ୱରଙ୍କ ଉପାସନା କରୁଛନ୍ତି। ହଁ ଅଧିକାଂଶ ଲୋକ ସକାମ ଭକ୍ତି କରୁଛନ୍ତି। ଅଧିକାଂଶ ଲୋକ ଅନ୍ଧାରରେ ବାଡ଼ି ବୁଲାଉଛନ୍ତି, ହଁ ଧର୍ମକୁ ନେଇକରି, ଜାତିକୁ ନେଇକରି, ବର୍ଣ୍ଣପନ୍ଥକୁ ନେଇକରି, କିଛି ବିଭିନ୍ନ ପ୍ରକାର ଯାତ୍ରା ଚଲେଇଛନ୍ତି। ହଁ ତ ତାଙ୍କ ଭିତରେ ଯଦି ଆପଣ ବ୍ରହ୍ମଜ୍ଞାନକୁ ବୁଝୁଛନ୍ତି, ତ ଆପଣ ଶ୍ରେଷ୍ଠ, ଉଚ୍ଚ। ହଁ ତ ଏମିତି ମନକୁ ଦିଶା ଦେଖାନ୍ତୁ। ଇଏ ସମାଜରେ ବି ତ ବହୁତ ଲୋକ ଆଜି ଅଛନ୍ତି, ଦେଖିବେ ଡାଲମା ଭାତ ଖାଇବା ପାଇଁ ଆଧ୍ୟାତ୍ମିକତାକୁ ଆଚରଣ କରୁଛନ୍ତି, ବାଜା ବାଜେଇକିରି ନାଚିବା ପାଇଁ ଆଧ୍ୟାତ୍ମିକତାକୁ ମାଧ୍ୟମ କରୁଛନ୍ତି। ଇନ୍ଦ୍ରିୟ ସୁଖ ପାଇଁ ଲାଇଟ୍ ନଗେଇକିରି ବୁଲିବା ପାଇଁ, ଫଟୋ ଭିଡ଼ିଓ କରିବା ପାଇଁ ଆଧ୍ୟାତ୍ମିକତାକୁ ଆଚରଣ କରୁଛନ୍ତି। ସାଧନା ମାର୍ଗରେ ଏ ଗଭୀର କଥାକୁ ତ ବହୁତ ଲୋକ ବୁଝି ନାହାନ୍ତି ନା। ହଁ ତା ଭିତରେ ଯଦି ଆପଣ ବୁଝୁଛନ୍ତି, ଆପଣ ନିଶ୍ଚୟ ଶ୍ରେଷ୍ଠ, ଉଚ୍ଚ। ଯାହା ପାଇନାହାନ୍ତି, ଯାହା ସରିଯାଇଛି, ତାକୁ କାହିଁ ଭାବୁଛନ୍ତି? ସେ ପଳେଇଛି, ସେ ଆଉ ଆସିବନି, ଭୂତ କାଳ। ନାଇଁ ସେ ତ ଆସିବନି ଗୁରୁଜୀ, କିନ୍ତୁ ଏମିତି ହିଁ ଆମର ନଷ୍ଟ ହେଲା, ସମୟ ନଷ୍ଟ ହେଲା ଆଉ। ଜ୍ଞାନ କିଛି କି ଯାହା କିଛି ଅନୁଭବ କରିବାଟା ନଷ୍ଟ ହେଇନି, କିଛି ବିଳମ୍ବ ହେଲା ନଷ୍ଟ ଆଉ। ହେଇନି, କିଛି ନଷ୍ଟ ହେଇନି, କାହିଁ ନଷ୍ଟ ହେଇନି? ଆପଣ ସମୟାତୀତ ଅଛନ୍ତି। ସମୟ ବୁଝିପାରିଲେ କି ନାଇଁ? ଶରୀରର, ହଁ ସମୟ ମନର, ହଁ ସମୟ ଦେହର, ଆପଣ କାଳାତୀତ, ହଁ ସମୟାତୀତ, ବୁଝିପାରୁଛନ୍ତି? ହଁ ତ ଏସବୁ କଥାକୁ ମନକୁ ଦର୍ଶେଇଲେ ମନରେ ଗୋଟେ ଖୁସି ଜାଗୃତ ହବ, ଆନନ୍ଦ ଜାଗୃତ ହବ। ଆଉ ମନ ହଁ ଯେତେ ଆନନ୍ଦରେ ରହିବ, ଖୁସିରେ ରହିବ, ସେତେ ଜଲ୍ଦି ବ୍ରହ୍ମାନୁଭୂତି ହେଇପାରିବ। ହଁ ସାଧନାରେ ସନ୍ତୋଷ ଗୋଟେ ସାଧନା। ହଁ ନିୟମର ପ୍ରଥମ ଶୌଚ, ତାପରେ ସନ୍ତୋଷ। ହଁ ତ ସନ୍ତୋଷ ରୁହନ୍ତୁ, ଖୁସି ରୁହନ୍ତୁ, ଯାହା ହେଇଯାଇଛି ହେଇଯାଇଛି, କିଛି ଅସୁବିଧା ହଁ ନାହିଁ। ଗଲା, ସେ ପଳେଇଲା, ଆପଣ ତ କାଳାତୀତ। ଦେହ ନୁହେଁ, ଦେହ କାଳ ଭିତରେ ଆସୁଛି, ହଁ ମନ ସମୟ ଭିତରେ, ସମୟ ସୀମା ଭିତରେ ରହୁଛି, କିନ୍ତୁ ମୁଁ ତ ଦେହ ଇନ୍ଦ୍ରିୟ ମନର ଊର୍ଦ୍ଧ୍ୱରେ ଅଛି। ମୁଁ ହଁ ନା ଜନ୍ମ ନିଏ, ମୋର ନା ବୃଦ୍ଧି ହୁଏ, ନା ମୁଁ ବୃଦ୍ଧ ହୁଏ, ନା ମୋର ବିନାଶ ହୁଏ। ତ ସେ ଆତ୍ମା ଆପଣ, କିଛି ଅସୁବିଧା ନାହିଁ।
ଠିକ ଅଛି sir, ହଉ କଥା ହବା। ଆପଣ ମାନଙ୍କର ଦୟା ଆପଣଙ୍କର ଆଶୀର୍ବାଦ। ନାଇଁ ନାଇଁ, ନିଶ୍ଚୟ ନିଶ୍ଚୟ ଆପଣଙ୍କ ପ୍ରଚେଷ୍ଟା ଅଛି ଯେହେତୁ, ଜିଜ୍ଞାସା ଅଛି ଯେହେତୁ, ନିଶ୍ଚୟ ବହୁତ ଆଗକୁ ଆପଣ ଜାଣିପାରିବେ, ଏସବୁ କଥାକୁ ଅନୁଭବ କରିପାରିବେ, ଆଉ ହେଇପାରିବ। ଆଉ ମୋର ଖାଲି ଏତିକି ଅନୁରୋଧ ରହିବ, ସେ ସ୍କୁଲରେ ଟିକେ ପିଲାଙ୍କୁ ବୁଝାନ୍ତୁ ଏସବୁ କଥା। ଆପଣ ସେଟା ତ ଯଦ୍ୟ ଆଗରୁ ବି ଚାଲିଛି ଯେମିତି ଗୁରୁଜୀ। ଏ ଅସୁବିଧାର ସମ୍ମୁଖୀନ ଆପଣ ହେଇଛନ୍ତି, ସେ ହଁ ଅସୁବିଧାର ସମ୍ମୁଖୀନ ଯେମିତି ପର ପିଢ଼ି ନ ହୁଅନ୍ତୁ, ହଁ ଏଇଟା ଗୋଟେ ମନରେ ସଂକଳ୍ପ କରନ୍ତୁ। ହଁ ସଂକଳ୍ପ କରନ୍ତୁ, ଅଳ୍ପ ଅଳ୍ପ ତାଙ୍କ କାନ ମନକୁ ପବିତ୍ର କରନ୍ତୁ, ଟିକେ ଟିକେ କଥାକୁ ତାଙ୍କ ମନରେ ପକାନ୍ତୁ। ହଁ ଯେ ସେଇଟା ତ ଆମର ତ ଇଚ୍ଛା ଅଛି ଗୁରୁଜୀ, କିନ୍ତୁ ଲୋକ ଆଜ୍ଞା, ତ ସେମିତି ଓଲଟା ହେଇଯିବ ନ କେତେବେଳେ। ବୁଝନ୍ତୁ, ଲୋକ ନ ବୁଝିଲେ କିଛି ଅସୁବିଧା ନାହିଁ। ଆମେ ହୁଁ 100 ଜଣଙ୍କୁ କହିଲେ 100 ଜଣରୁ 10 ଜଣ ତ ବୁଝିବେ। ହଁ ସେ 10 ଜଣ ଆଉ 10 ଜଣଙ୍କୁ ତ ବୁଝେଇବେ। ନାଇଁ ସମସ୍ତେ ସୁବିଧା ଦେଖି ତ ବୁଝିପାରିବେନି ଆମେ ଏ ବୁଝନ୍ତୁ ନ କଥାକୁ। ବୁଝନ୍ତୁ ତ ଦେଖନ୍ତୁ, ଏ ପଦେ ପଦେ କଥାକୁ ତ ସମସ୍ତେ ବୁଝିପାରିବେନି, ବହୁତ ହଁ ଗଭୀର କଥା ଇଏ। ହଁ ସାଧାରଣ କଥା ନୁହଁ। ହଁ ତାଙ୍କର ସେତିକି ଯୋଗ୍ୟତା ନଥିଲେ, ସେତିକି ନମ୍ରତା ନଥିଲେ, ସେତିକି ତାଙ୍କର ମାନେ ଆଗ୍ରହ ନଥିଲେ, ସେ ଚିହ୍ନି ପାରିବେନି। ସେଇଟା କିଛି ନ ବୁଝିପାରିଲେନି। ଗୁରୁଜୀ, ପ୍ରଥମେ ନିହାତି ମଣିଷର ଗୋଟେ ବିବେକ ଜାତ ହେଲେ ସେ ପଚାରିବେ ବିବେକ କି ବିବେକ ଦେଖିବେ ଜାଣିବେ ବୁଝିବେ। ବିବେକ ଜାଗୃତ ହବା ଦରକାର। ହଁ ବିବେକ ହିଁ ସେ ଜାଗୃତ କରେଇବ। ଆଜ୍ଞା ଆଜ୍ଞା। ତେଣୁ ସମାଜରେ ତ ଦେଖନ୍ତୁ ଅଧିକାଂଶ ଲୋକ, ହଉ ଠିକ ଅଛି କଥା ମାନେ ଯେ ଭଲ ବାଟ ହଉ ଖରାପ ବାଟ ହଉ, ବର୍ତ୍ତମାନ ସମାଜରେ ଗୋଟେ କୀର୍ତ୍ତନ ଆଉ ଗୋଟେ ସତ୍ସଙ୍ଗ ଚାଲିଛି, ଆଜ୍ଞା। ସେଇଟାକୁ ମଧ୍ୟ କେହି ବିବେକ ଜାଗୃତ କରି ନିଜକୁ ପଚାରୁନାହାନ୍ତି ଯେ ଏଟା କଣ ଚାଲିଛି ବୋଲିକି। ବୁଝିପାରିଲେ କି ନାଇଁ? ଟିକେ ଡର ବି ରହୁଛି ନା, କାଳେ ପଚାରିଲେ ସେମାନେ କଲେ ପାଟି କରିବେ। ମାନେ ସିଆଡେ ପଚାରିବାକୁ, ସିଆଡେ ଟିକେ ଦେଖିବାକୁ ବି ତାଙ୍କର ସମୟ ନାହିଁ, କାହିଁକି ଦେଖିବି ବୋଲା ପରି ହଉଛନ୍ତି। ବୁଝିପାରିଲେ କି ନାଇଁ? ଆଜ୍ଞା ଆଜ୍ଞା ଆଜ୍ଞା। ସେ ବିବେକ ତ ଜାଗୃତ କରିବା କଥା, ଏଇଟା କଣ ଚାଲିଛି ବୋଲି ବି ଅଧିକାଂଶ ଲୋକ ଆଜ୍ଞା ବୁଝିଲେ କି ନାଇଁ? ଆଜ୍ଞା ଆଜ୍ଞା। ସେ ଥରେ ଯଦି ଟିକେ ଦେଖିକି ପଚାରନ୍ତେ ଏଇଟା କଣ ଚାଲିଛି, ଆ ଦ୍ଵାରା କଣ ହବ ବୋଲି, ତ ସେଇଠୁ ଗୋଟେ ତାଙ୍କର ଭବିଷ୍ୟତ ହେଇଥାନ୍ତା। କଣ କରିବା ଆଜ୍ଞା ବୁଝିପାରିଲେ? ଆଜ୍ଞା ଆଉ ଆଜ୍ଞା। ପିଲାମାନଙ୍କୁ ତ ଆମର ସେଇଟା କର୍ତ୍ତବ୍ୟ, ବୁଝିପାରିଲେ କି ନାଇଁ? ପିଲାମାନଙ୍କୁ, ପିଲାମାନଙ୍କର ଯେତେ ମାନେ ସର୍ବାଙ୍ଗୀନ ଉନ୍ନତି କରିବା ଗୋଟେ ବାସ୍ ଶିକ୍ଷକର କାମ। ବାସ୍ 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 ସର୍ବାଙ୍ଗୀନ ବୁଝିପାରିଲେ କି ନାଇଁ? ବାସ୍ ବାସ୍ ବାସ୍। ଟିକେ ଟିକେ ତାଙ୍କ ମନରେ ଏସବୁ ଗଭୀର ଜ୍ଞାନ, ଏ ବ୍ରହ୍ମ ଜ୍ଞାନ ଥିଲେ ସେମାନଙ୍କ ବିବେକ ନିଶ୍ଚୟ ଜାଗୃତ ହବ। ପିଲାମାନେ ସବୁ କଥାକୁ ସହଜ ରୂପରେ ଗ୍ରହଣ କରିବେ। ହଁ ଏବେ ଆଉ ଆମେ ମାନେ ବୟସ ହେଲା ପରେ ଯୋଉ ଜଟିଳତାକୁ ଅନୁଭବ କରୁଛେ, ସେ ଆଉ ହଁ ସେତେ ଜଟିଳ ହବନି। ସେ ହଁ ଏ ଆଧାର ରହିବ, ଏ ଜ୍ଞାନ ତାଙ୍କ ଭିତରେ ରହିବ। ତାଙ୍କୁ ହୁଁ ସହଜ ରୂପରେ ବ୍ରହ୍ମାନୁଭୂତି କରିବାରେ ଏସବୁ ଜିନିଷ ସାହାଯ୍ୟ ହବ। ଆଉ ଗୋଟେ କଥା, ଯଦି ବାପା ମା ଟିକେ ବୁଝିଯିବେ, ବାପା ତ ମା ଆମକୁ ବୁଝିଗଲେ ତ ଅଧିକା ବଢିଆ ସାହାଯ୍ୟ ହବ। ହେଇଯିବ ଗୁରୁଜୀ। ମୁଖ୍ୟ ବୁଝିପାରିଲେ ମା କି? ମାନେ ବୁଝିବା ଦରକାର, ମା ମାନେ। ମା ବାପା ଦି ଜଣ ହଁ ବୁଝିପାରିଲେ? ବାପା ଦି ଜଣ ଦରକାର। ସେମାନେ କାହିଁ ବୁଝିଗଲେ ବି ବାପା ନିଜେ ଆଚରଣ କଲେ ପିଲା ଦେଖିବେ। ନିଶ୍ଚୟ ନିଶ୍ଚୟ ନିଶ୍ଚୟ। ସତ୍ୟ ବହୁତ ସତ୍ୟ ମାନେ ପ୍ରଭାବ ପଡିଯିବ, ବୁଝିପାରିଲେ କି ନାଇଁ? ସତ୍ୟ 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 ନିଶ୍ଚୟ। ଆମର ଅପେକ୍ଷା ଯଦି ସେମାନେ ଘରେ ଟିକେ ଆଚରଣ କରିଦେବେ, ଆଜ୍ଞା ଆଜ୍ଞା ସେଟା ଆଜ୍ଞା 90% ପ୍ରଭାବ ପଡିଯିବ ଗୁରୁଜୀ ପିଲାଙ୍କ ଉପରେ। ହେଲା। ନିଶ୍ଚୟ ନିଶ୍ଚୟ ନିଶ୍ଚୟ। ତେଣୁ ବାପା ମାଙ୍କୁ ବି ମାନେ ଆମେ ଡାକିକି ବି ବୁଝଉ, ଆମର ଏଠି ଗୋଟେ ସିଷ୍ଟମ ଅଛି ସେମିତି। ବଢିଆ ବଢିଆ ବୁଝିପାରିଲେ? ବଢିଆ। ଆମର ଏଠି 3 ମାସକୁ ବାପା ମାଙ୍କୁ ଡାକିକି ବୁଝେଇବେ, ତାଙ୍କୁ କହୁ ବି ଅତି ତୁମ ପାଖରେ ସୁନ୍ଦର ଏଇ ଦୋଷ ଏଇ ଦୁର୍ବଳତା ଅଛି, ସେଇଥିପାଇଁ ପିଲା ପଛେଇ ଯାଉଛନ୍ତି। ଅତି ସୁନ୍ଦର ସବୁ ଅତି ମାନେ ସୁନ୍ଦର। ଦେହ ପା ଯତ୍ନ ନେବା କଥା। ମୁଁ ତ ବିଶେଷ କରି କହିଛି, ପିଲାଙ୍କୁ କେବେ ପାଙ୍ଗୁଆ କରିବନି। ଆଜ୍ଞା ଯେତେବେଳେ ସେ ଯୋଉ ପିଲା ଲୋକଟା ତ ଉଠିଲା, ତାକୁ ଟିକେ ମୁହଁ ଧୁଆ ଧୁଇ କରି ପ୍ରଥମେ ସ୍ୱାସ୍ଥ୍ୟର ଯତ୍ନ ନେବ। ସ୍ୱାସ୍ଥ୍ୟ ହିଁ ସମ୍ପଦ। ଆଜ୍ଞା ଆଜ୍ଞା ଆଜ୍ଞା। ସବୁ ମିଟିଂରେ ମୁଁ କହିଛି। ଆଉ ସ୍ୱାସ୍ଥ୍ୟ ଭଲ ରହିବା ପାଇଁ ଖାଦ୍ୟ ଉପରେ ଧ୍ୟାନ ଦେବ, ଆସନ ପ୍ରାଣାୟାମ କଲେ ହବ। ଏ ଦିଟା ଉପରେ ଧ୍ୟାନ ଦବ ବୋଲି ବି କହିଛି। ସୁନ୍ଦର ସୁନ୍ଦର କହୁଛି ବି, ସୁନ୍ଦର ପିଲାଙ୍କୁ ବି ସୁନ୍ଦର। କହୁଛି, ବାପା ମାଙ୍କୁ ବି ଡାକି କହୁଛି। ଆଜ୍ଞା ଆଜ୍ଞା। ତେଣୁ ସେଇଟା ତ ଆମର ଚାଲିଛି, ବୁଝିପାରିଲେ କି ନାଇଁ? ତା ଆଗରୁ ବି ତ ଆଜ୍ଞା ଟିକେ ଅନୁଭବ ଅଛି। ଆଜ୍ଞା ଆଜ୍ଞା। ସେଇ ହିସାବରେ ତ କହୁଛୁ, କିନ୍ତୁ ଲୋକ ଖାତିର ଶୁଣନ୍ତୁ, ଆମ ଏଇ ଅଞ୍ଚଳରେ ଆପଣ କହିଲେ ବିଶ୍ୱାସ କରିବେନି ଗୁରୁଜୀ, ପିଲା ଆସୁନାହାନ୍ତି। ଓହୋ ହୋ ହୋ। ହୁଁ ବୁଝିପାରିଲେ? ହୁଁ ହୁଁ ହୁଁ। ମୁଁ ସରପଞ୍ଚଙ୍କୁ ଲେଖି ଜଣେଇଛି, ଆପଣ ମୋର ଉପର ଅଧିକାରୀ କି ଫୋନ କରି କହିଛି। ସେ ଗାଁ ଆଚ୍ଛା ଆଚ୍ଛା ଲୋକଙ୍କୁ ଯାଇକିରି, ଦେଖ ତୁମେ ତ ଚାକିରି ବାକିରି କରିବାଟା ତ ଦୂରର କଥା, ଆଜ୍ଞା। ଆଜି ତୁମେ ଯୋଉ ଦି ଅକ୍ଷର ନ ଜାଣି ଯୋଉ କଷ୍ଟ ଭୋଗୁଛ, ଆଉ ପିଲାମାନଙ୍କୁ କାଇଁ ଭୋଗିବା ପାଇଁ ଦଉଛନ୍ତି? ପାଠର ମୂଲ୍ୟ ବୁଝନ୍ତୁ ବୁଝିଲେ? ଟିକେ ଟିକେ। ଆଉ ସେଇ ଚାକିରି ଦି ପଛ ଅକ୍ଷର ନ କଥା ଜାଣି ଆମେ ଗୁରୁଜୀ, ଜ୍ଞାନ ସେମାନେ ଅର୍ଜନ ଦେଖନ୍ତୁ କଲେ ତ ବ୍ୟାଙ୍କ କୁ ଯାଉଛନ୍ତି, ବ୍ୟାଙ୍କ ରେ ଗୋଟେ ସେ ଯୋଉ ୱିଥଡ୍ର ଫର୍ମ ଲେଖିବାକୁ କେତେ କଷ୍ଟ ହଉଛନ୍ତି। ଓହୋ ହୋ ହୋ ହୋ। ମେଡିକାଲ କୁ ଯାଇ ଏଇଟା ରକ୍ତ ପରୀକ୍ଷା ଗାର ବୋଲି ପଢି ପାରୁନାହାନ୍ତି। ସେଇ କଥା ତାଙ୍କୁ ବୁଝଉଛି, ସେ ଜାଣୁଛନ୍ତି। ଆଜ୍ଞା ଆଜ୍ଞା। ତଥାପି ସେ ଲୋକ ଇଏ ହଉଛନ୍ତି। ଏ କଣ କରିବି, ମୁଁ ଟିକେ ଇଏରେ ବି ଅଛି ସେଇଟା ବି। ନାଇଁ ନିଶ୍ଚୟ ନିଶ୍ଚୟ। ଆଦିବାସୀ ଲୋକ ଗୁଡାକ ବାରମ୍ବାର ଯାଇ ବୁଝଉଛି। ଓହୋ ହୋ ହୋ। ହୁଁ ହୁଁ। ତାଙ୍କ ପାଇଁ ଅଧିକା ମୁଁ ଘଣ୍ଟାଟି ଘଣ୍ଟାଟି ସମୟ ଦେବି, ସେ ଯଦି ସୁନ୍ଦର ଜାଗ୍ରତ ହେଲେ। ସୁନ୍ଦର ସୁନ୍ଦର ହେଲା। ସୁନ୍ଦର।
ସେ ଆଉ ମତେ ଦ୍ଵିତୀୟ ସହଯୋଗ କଲେ ଆଉ ତାଙ୍କ ଦ୍ଵିତୀୟ ପିଲାକୁ ଦେଖନ୍ତୁ ମୁଁ ଆଣିବି, ଦ୍ଵିତୀୟ ପିଲାଙ୍କୁ ନେଇ ଦ୍ଵିତୀୟ ଛାଡିବି, ପିଲାଙ୍କୁ ଦ୍ଵିତୀୟ ଦେଖନ୍ତୁ ବୁଝେଇବି। ଦ୍ଵିତୀୟ ଆଉ ଗୋଟେ କଥା, ସାଡେ ଯଦି ଶସ୍ତା ଜମି କୋଉଠି ମିଳୁଛି 1-2 ଏକର, ଦେଖନ୍ତୁ ହଁ ଆମେ ଗୋଟେ ଆଗାମୀ ଦିନରେ, ଏବେ କହୁନି କିଛି ଦିନ ପରେ, ହଁ ଆମେ ସେଠି ବି ଗୋଟେ ଶିବିର ଆରମ୍ଭ କରିବା। ହଁ ହଁ ଶିବିର କେବଳ ଗୋଟେ ଜାଗାରେ ରହିବନି ନା, ଭିନ୍ନ ହଁ ଭିନ୍ନ ହଁ ଜାଗାରେ ରହିବ। କଟକରେ ରହିବ, ଭୁବନେଶ୍ୱରରେ ରହିବ, ଜଗତସିଂହପୁରରେ ରହିବ, ହଁ କଳାହାଣ୍ଡିରେ ରହିବ, ମାଲକାନଗିରିରେ ରହିବ, ସବୁଠି ରହିବ। ତ ହଁ ସେଠି ବି ଯଦି ଅଛି, ଦେଖନ୍ତୁ ସେଠି ଆମେ ଦିଟା ଜିନିଷ କରିବା। ଦିଟା ଜିନିଷ କଣ, କିଛି ଜିନିଷ ସେଠି ତିଆରି ହବ, ତା ମାଧ୍ୟମରେ କିଛି ରୋଜଗାର ପନ୍ଥ ନିର୍ମାଣ କରିବା। ଆଉ ହଁ ସେଥିରେ ଆପଣ ହଉଛି ଜ୍ଞାନ ପାଇଁ ଆସିବେନି, କିନ୍ତୁ ପଇସା ରୋଜଗାର ପାଇଁ ତ ଆସିବେ ନା। ହଁ ତ ହଁ ସେ ପଇସାଟି କିଛି ମ୍ୟାଣ୍ଡେଟୋରିଆଲ ଆଚରଣ ରହିବ, ମାନେ ଆପଣ ଆସିବେ ମାନେ ସକାଳେ ପ୍ରାର୍ଥନାରେ ବସିବାକୁ ପଡିବ, ହଁ ସନ୍ଧ୍ୟାରେ ଟିକେ ସତ୍ସଙ୍ଗରେ ବସିବାକୁ ପଡିବ, ତ ହଁ ଧୀରେ ଧୀରେ ହଁ ପରିବର୍ତ୍ତନ ହବ। ହଁ ତ ଦେଖନ୍ତୁ ଜାଗା ଫାଗା ଯଦି ଶସ୍ତା କୋଉଠି କିଛି ମିଳୁଛି, ହଁ ଏକର ହଁ ଖଣ୍ଡ, ଆମେ ଗୋଟେ ଛୋଟ ଅନୁଷ୍ଠାନ ସେଠି ବି କରିବା। ହଁ ଠିକ ଆ- ଅଛି, ଯେ ଆମେ ଟିକେ ଉନ୍ନତି ହଉ, ଆମ ପ୍ରତିନିଧି ଆଗେ ଟିକେ ଭଲ ରହେ, ବାସ୍ ବାସ୍ ହେଲେ ବାସ୍ ବାସ୍ ବାସ୍। ଟିକେ ଉନ୍ନତି ଟା ସୁନ୍ଦର ହବ ଗୁରୁଜୀ। ଆଉ ଜାଗା ଆମେ କିଣିବା, କାହା ଦୟାରେ, କାହାଠାରୁ ଫ୍ରିରେ ନବାନି ଆମେ। ହଁ ହଁ ଦେଖନ୍ତୁ ଯଦି ହବ, ସେଠି ଟିକେ ବୁଝାବୁଝି କରନ୍ତୁ, ଗୋଟେ ଅନୁଷ୍ଠାନ ଆରମ୍ଭ କରିବା। ଚାରିଆଡେ ଏସବୁ କଥା ବ୍ୟାପିବା ଦରକାର, ସବୁଆଡେ ଟିକେ ଟିକେ ଅଳ୍ପ ଅଳ୍ପ ବ୍ୟାପିବା ହଁ ଦରକାର। ଠିକ ତେଣୁ ଏମିତିଆ ଠିକ ଚେଷ୍ଟା ଅଛି। ଚାଲିଛି, ଦେଖିବା ପିଲାମାନଙ୍କର ତ ଆମ କର୍ତ୍ତବ୍ୟ, ଆଜ୍ଞା ପିଲାମାନଙ୍କୁ ତ ପିଲା ଆଉ ମୁଁ ତ ତାଙ୍କୁ କହୁଛି, ଏଇଟା ତମର ବିକାଶ ସମୟ ଏଇଟା। ଆଜ୍ଞା ଆଜ୍ଞା ଆଜ୍ଞା। ଆଉ ଯେକୌଣସି ଶକ୍ତି, ଯେକୌଣସି ଯାହାବି, ଏଇଟା ତୁମର ବିକାଶ ସମୟ ବୋଲି ବି କହୁଛି, ଏଇଟା ଗଡିଗଲେ ଆଉ ହବନି। ଆଜ୍ଞା ଆଜ୍ଞା ସେଇଟା ବି ତ କୁହାହଉଛି ଗୁରୁଜୀ, ଯେ ଆଜ୍ଞା ବାପା ମା ଯଦି ଟିକେ ସଚେତନ ହେଇଯିବେ, ଆଜ୍ଞା। ପିଲାମାନେ ସିଓର ହେଇଯିବେ ଗୁରୁଜୀ। ନାଇଁ ନାଇଁ, ଦେଖନ୍ତୁ ସଚେତନ ହବା ପାଇଁ ସବୁର ମୂଳରେ ହେଲା ଜ୍ଞାନ। ତ ଜ୍ଞାନ ହଁ ଯେତେ ସେ ପିଲାଙ୍କ ମନ ବି ଗ୍ରହଣ କରିବ, ପିଲା ବି ସଚେତନ ହେଲେ କିଛି ଅସୁବିଧା ନାହିଁ, ପରିବର୍ତ୍ତନ ହେବେ। ବୁଝିପାରୁଛନ୍ତି? ଶୁଣନ୍ତୁ, ମୁଁ ଗୋଟେ ପିଲାକୁ ପଚାରିଲି ଆଜିକାର କଥା, ଆଜ୍ଞା କଣ କଣ ଉଠି କଲୁ? ସେ କହିଲା ଆସନ ପ୍ରାଣାୟାମ କରିବି ବୋଲି କହିଲା। ଆଚ୍ଛା ଆଚ୍ଛା। ସେ କରି ନପାରେ, ବୁଝିପାରିଲେ କି ନାଇଁ? ଆଜ୍ଞା ଆଜ୍ଞା। କିନ୍ତୁ ସେଠୁ ମୁଁ ଅନୁମାନ କଲି, ଆଉ ପିଲାଟା ଯାହା କରିବି ବୋଲି ତ କହୁଛି ବୋଲି, ବୁଝିଲେ କି ନାଇଁ? ଦେଖନ୍ତୁ ଏ ଚର୍ଚ୍ଚା ମାଧ୍ୟମରେ ତାଙ୍କ ମନରେ ତ ଏ କଥାଟା ପ୍ରବେଶ କଲେ ନା। ହଁ ମୁଁ ଆସନ ତାକୁ କହୁଥିଲି, ପ୍ରାଣାୟାମ କଲେ। ସକାଳୁ ଉଠିବି କଣ କଲୁ ହେଲା। ପାଠ ଦେଖନ୍ତୁ ଇଏ କଥା ଯଦି, କହିନାହିଁ ଦେଖନ୍ତୁ ଆମେ ଯଦି କିନ୍ତୁ ଚର୍ଚ୍ଚା ହିଁ ହବାନି, ଆମେ ଯଦି ପ୍ରୟାସ କରିବାନି, ସେମାନଙ୍କ ପାଖରେ ଜ୍ଞାନ ପହଞ୍ଚିବ କେମିତି, ଆଚରଣ ହଁ କରିବେ କେମିତି? ଧରିପାରୁଛନ୍ତି ଏସବୁ କଥା। ତେଣୁ ମୋ କଥାଟା ତାର ଉପରେ ପ୍ରଭାବ ପଡିଛି, ଯଦି ଘରେ ସେଇ ପ୍ରଭାବ ଟା ପଡିଯିବ ତ ସେ ନିଶ୍ଚିତ କରିବ। ନିଶ୍ଚୟ 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 ବୁଝିପାରିଲେ କି ନାଇଁ? ଘରେ ତ ଆଉ ମୁଁ ରହିବିନି, ଘରେ ମା ବାପା ଏଇଠି ବସ, ଏଇଟା କରେ ଟିକେ, ସେ ନିଶ୍ଚୟ ନିଶ୍ଚିତ କରିବ ନା ନାଇଁ ଗୁରୁଜୀ? ନିଶ୍ଚୟ ନିଶ୍ଚୟ କରିବା ନିଶ୍ଚୟ କରିବା। ହେଲା, ମୁଁ ତ ପୁଣି ଏଠିକି ଆସିଲେ ମୁଁ ବୁଝେଇଦେବି ତାକୁ, ନିଶ୍ଚୟ ସେ ନିଶ୍ଚୟ ତାର ଭବିଷ୍ୟତ ନିଶ୍ଚିତ ଉଜ୍ଜଳ ହବ, ଏଇଟା ହେଲା ନିଶ୍ଚୟ କଥା, ଜଳ ବୁଝିପାରିଲେ କି? ନିଶ୍ଚୟ ଜଳ ହବ। ଆଉ ସେମିତି ପୁଣି ସମାଜ ବି ତ ସେମିତି ଗଠନ ହବ ନା ଗୁରୁଜୀ। ନିଶ୍ଚୟ ସେମିତି ନିଶ୍ଚୟ ହିଁ ପରିବେଶ ସୃଷ୍ଟି ହବ ନା। ନିଶ୍ଚୟ ବୁଝିଲେ? ନିଶ୍ଚୟ ଠିକ ଠିକ ତେଣୁ ଠିକ। ଆପଣଙ୍କ ହିସାବରେ ପରବର୍ତ୍ତୀ ପିଢି ପାଇଁ ସେମିତି ଜାଗ୍ରତ କରୁଛୁ, ବାସ୍ ଆଉ ଦେଖିବା ପର ପିଢି ପାଇଁ ଆମେ ଗୋଟେ ସୁନ୍ଦର ଭବିଷ୍ୟତ ତାଙ୍କୁ ଦେଇକି ଯିବା। ହଁ। ଠିକ ଅଛି କଥା ତାହେଲେ ତ ହବା। ଆମେ ରକଠକ କହିକି ବି ଯାଉଛି, ତ ଆଜ୍ଞା ପିଲାଙ୍କୁ କହୁଛି ହେଲା। ଆଜ୍ଞା ରକ ଠକ କରି କହୁଛି, ଏ ସୁନ୍ଦର ବୁଦ୍ଧି, ସୁନ୍ଦର ଏ ଜ୍ଞାନ ସୁନ୍ଦର ହୁଏତ କେହି ଦେଇ ନ ପାରନ୍ତୁ, ମନେ ରଖିଥାଉ ବୋଲି କହୁଛି ମୁଁ ହେଲା। ବାସ୍ ବୁଝିଲେ କି ନାଇଁ? ଏ ଆତ୍ମଜ୍ଞାନ ପରମାତ୍ମ ଜ୍ଞାନ ଆଉ କିଏ କହିବା ବାଲା ତ ମୁଁ ଦେଖି ନାହିଁ ଏତେ, କିନ୍ତୁ ମନେ ରଖିଥାଉ, ମୁଁ କହିଥାଉଛି ପଦେ ବୋଲି କହିଥାଉଛି ଆଜ୍ଞା ତାଙ୍କୁ। ଆଜ୍ଞା ଆଜ୍ଞା ବଢିଆ ବଢିଆ। ଏଇଟା ହିଁ ଠିକ ତମର ଅଛି ସାର୍, ଆମେ ଭବିଷ୍ୟତ କଥା ବୋଲି ହବା ଆଉ। କହୁଛି। ଅଛି ମୁଁ ସେଇଠି ତ, ଟିକେ କଣ ବାଜିଲେ ବାଜା ବାଜା, ମୁଁ ଟିକେ ଦେଖୁଛି କଣ ହଉଛି। ଟୁଙ୍ଗ ଟାଙ୍ଗ ହଉ ହେଲେ, ହେଲା, ଆଉଟଡୋର ଚାଲିଛି ଗୁରୁଜୀ ଆଜି। ଆଜ୍ଞା ଆଜ୍ଞା ଆଉଟଡୋର ଚାଲିଛି ଆଜି। ହଉ ଆପଣଙ୍କର ଆଶୀର୍ବାଦ ଥାଉ ଟିକେ ଆମ ଉପରେ, ନିଶ୍ଚୟ 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 ସବୁବେଳେ ଦୃଷ୍ଟି ଟିକେ ଥାଉ। ନିଶ୍ଚୟ ନିଶ୍ଚୟ ସାର୍, ହରି ଓମ୍ ହଉ ହରି ଠିକ, ଓମ୍ ହଉ ପ୍ରଣାମ ଆଜ୍ଞା ଗୁରୁଜୀ, ଆଜ୍ଞା ରଖିବି। ପ୍ରଣାମ ପ୍ରଣାମ। ହଁ।